କରନ୍ତୁ। ରାଜେଶ ରାଜେଶ ଆଜ୍ଞା ପ୍ରେସ୍ ଦ ଲର୍ଡ। ଆଉ ଏଇ ସମୟରେ ଆମେ ମାନେ ଆଉ ପ୍ରଭୁଙ୍କର ବାକ୍ୟ ଶୁଣିବା ଯିବା। ପ୍ରେସ୍ କର ଆଜ୍ଞାକୁ ଆମେ ସମସ୍ତେ ଆଉ କରତାର ସହିତ ତାଙ୍କୁ ସ୍ୱାଗତ କରିବା। ଆଉ ସେ ସାମ୍ନାକୁ ଆସିବେ ଆମମାନଙ୍କ ନିମନ୍ତେ ପ୍ରଭୁଙ୍କର ବାକ୍ୟକୁ ପରିବେଷଣ କରିବେ। ଆଜ୍ଞା ପ୍ରେସ୍ ଦ ଲର୍ଡ। Praise the Lord, yeah, praise the Lord. ପ୍ରେସ୍ ଦ ଲର୍ଡ। ମୋ ଆବାଜ ଆସୁଛି ଆଜ୍ଞା? ଆଜ୍ଞା ଆସିଛି ପ୍ରେସ୍ ଦ ଲର୍ଡ। ପ୍ରଭୁଙ୍କ ମହତ ଆମର ଧନ୍ୟବାଦ ହଉ। ପ୍ରଭୁଙ୍କର ଅଶେଷ ଅନୁଗ୍ରହ ତାଙ୍କରି ଦୟା ପ୍ରେମ ହେତୁ ଆମମାନେ ବିନଷ୍ଟ ନ ହୋଇ ଏପର୍ଯ୍ୟନ୍ତ ବିଶେଷ କରି 2025 ମସିହାର ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ମାସ ପ୍ରଭୁ ଆମକୁ ଅତିକ୍ରମ କରିବାକୁ ଦେଲେ ଏବଂ ଆଉ ଗୋଟେ ନୂତନ ମାସ ମେ ମାସର ଏହି ପ୍ରଥମ ଦିନର ଏହି ପ୍ରଭାତ ସମୟରେ ପ୍ରଭୁ ଆମେ ସମସ୍ତଙ୍କୁ ଅନୁଗ୍ରହ ଦୟା କରି ଏକତ୍ର କରାଇଛନ୍ତି। ଯଦିଓ ଆମମାନେ ବିଭିନ୍ନ ସ୍ଥାନରେ ଥିଲେ ମଧ୍ୟ ପ୍ରଭୁ ଆମକୁ ସୁନ୍ଦର ସୁଯୋଗ ଦେଇ ଅଛନ୍ତି ଆମମାନଙ୍କୁ ଏହି ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଏହି ପ୍ଲାଟଫର୍ମ ତରଫରୁ ଆମମାନେ ଏକତ୍ର ହୋଇ ପ୍ରଭୁଙ୍କର ପ୍ରଶଂସା ଗୌରବ କରିବା ନିମନ୍ତେ ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ସହିତ ପ୍ରିୟ ପ୍ରଭୁଙ୍କ ଦାସ ପିଟର ଆଜ୍ଞାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ସୁନ୍ଦର ଯାହାକି ଗୋଟିଏ ପ୍ଲାଟଫର୍ମ ତିଆରି ଏହା ଏକ ବହୁତ ସୁନ୍ଦର ପଦକ୍ଷେପ ପ୍ରଭୁ ତାଙ୍କ ହୃଦୟରେ ଦେଇଛନ୍ତି ଏବଂ ଏହି ମିନିଷ୍ଟ୍ରି ମାଧ୍ୟମରେ ପ୍ରଭୁ ଗୌରବ ପାଆନ୍ତୁ ଏବଂ ପ୍ରତିଦିନ ପ୍ରଭୁଙ୍କର ବିଭିନ୍ନ ଦାସ ଦାସୀ ମାନେ ଆସି ଯୋଗ ଦେଇ ଏଠାରେ ସହଭାଗିତା କରନ୍ତି। ତେଣୁ ଆମେ ନିଶ୍ଚୟ ପ୍ରାର୍ଥନା କରୁଅଛୁ ଏହି ସେବା କାର୍ଯ୍ୟ ନିମନ୍ତେ ମଧ୍ୟ ଆଉ ଆଗକୁ ବଢିବା ନିମନ୍ତେ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଆଜିର ଏହି ଉପାସନାରେ ଯେତେ ଉପସ୍ଥିତ ଅଛନ୍ତି ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟ ପ୍ରେମର ନମସ୍କାର ପ୍ରେଜ୍ ଦ ଲର୍ଡ। ଆଉ ମୁଁ ଖୁସି ଯେ ଯୋଉ ସ୍ଥାନ ମାନଙ୍କରେ ପ୍ରଭୁ ଆମ ମାନଙ୍କୁ ଆହ୍ୱାନ କରୁଛନ୍ତି କାର୍ଯ୍ୟ କରିବା ପାଇଁ ଆଉ ସେହି ସ୍ଥାନରୁ ଅନେକ ଚିହ୍ନା ପରିଚୟ ଚେହେରା ଅଛନ୍ତି ସେଥିପାଇଁ ଧନ୍ୟବାଦ ଦଉଛି। ବିଶେଷ କରି ସୁଶାନ୍ତ ଆଜ୍ଞାଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଗୋଟିଏ ବର୍ଷ ପ୍ରାୟ ସେଠାରେ ରହି ମିଳିମିଶି ସେବା କାର୍ଯ୍ୟ କରୁଥିଲୁ। ପ୍ରଭୁଙ୍କର ଇଚ୍ଛା ତାଙ୍କରି ଯୋଜନା ଅନୁସାରେ ସେଠାରେ ମୁଁ ଏକ୍ଜାକ୍ଟଲି ଗୋଟେ ବର୍ଷ ରହିଥିଲି। ଆଉ ସେଇ ଗୋଟିଏ ବର୍ଷ ମଧ୍ୟରେ ଅନେକ ପ୍ରଭୁଙ୍କ ଦାସ ଦାସୀ ମାନଙ୍କ ସହିତ ଅନେକ ନିବିଡ଼ ସମ୍ପର୍କ ଗଠିଥିଲା। ବର୍ତ୍ତମାନ ଆମର ଏଠାରେ ଅଛନ୍ତି ପାଳକ ବେହେରା ଆଜ୍ଞା ଏବଂ ପାଣି ଆଜ୍ଞା ଟିକେ ପାଣି ଆଜ୍ଞା ଅଛନ୍ତି ମାନେ ଏକ ବହୁତ ସୁନ୍ଦର ଗୋଟିଏ ଫେଲୋସିପ ରହିଥିଲା ଆଉ କଣ୍ଟିନ୍ୟୁ ସେମାନେ କରୁଛନ୍ତି ଆଉ ପ୍ରଭୁ ମତେ ତାଙ୍କର ଇଚ୍ଛା ତାଙ୍କ ଯୋଜନା ଅନୁସାରେ ଆଉ ଏହି ଝାରସୁଗୁଡାକୁ ଆଣିଛନ୍ତି ଏବଂ ତାଙ୍କରି ଗୁରୁ ମତେ ବ୍ୟବହାର କରୁଛନ୍ତି ଏଣୁ ପ୍ରଭୁଙ୍କୁ ମୁଁ ତମର ଧନ୍ୟବାଦ ଦଉ। ଆସନ୍ତୁ ମାନେ ବାକ୍ୟ ମଧ୍ୟକୁ ଯିବା। ସାର୍ ଯଦି ସମ୍ଭବ ହୁଏ ମତେ ମୋର ଆଉ ଗୋଟେ ଡିଭାଇସ୍ ଅଛି RRR ସେଇଟା ମତେ ପୋଷ୍ଟ କରିପାରିବେ କି? ଏହି ଦିନ ମାନଙ୍କରେ ଆମେ ବିଶେଷ କରି ଏଇ ଗତ 2 ସପ୍ତାହ 3 ସପ୍ତାହ ପୂର୍ବରୁ ଆମେ ଖର୍ଜୁର ରବିବାର ଏବଂ ଦୁଃଖ ଭୋଗ ସପ୍ତାହ ପୁନରୁତ୍ଥାନ ଏବଂ ପୁନରୁତ୍ଥାନ ପରେ ଯେଉଁ ଘଟଣା ଗୁଡାକ ବାଇବଲରେ ଲିପିବଦ୍ଧ କରାଯାଇଅଛି ଯାହା ରେକର୍ଡିଂ କରାଯାଇଅଛି ବାଇବଲ ରେକର୍ଡ କରାଯାଇଅଛି ଆମେ ସେଥି ମଧ୍ୟରୁ ଆମେ ପ୍ରଭୁଙ୍କ ଦାସ ମାନଙ୍କ ଠାରୁ ଶୁଣି ଆସୁଅଛୁ ଆଉ ସେହି ବିଷୟରେ ଆମେ ଆଜି ମଧ୍ୟ ଅଳ୍ପ ଶୁଣିବା। ତ ମୋ ସହିତ ଆପଣ ମାନେ ଖୋଲନ୍ତୁ ଏବ୍ରିଚିଟାଓ ତାର 9 ପର୍ବର 22 ପଦକେ ପଢିଦେବେ। ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ଆଉଥରେ ଟିକେ ପଢିବେ ଆଉଥରେ। ପୁଣି ପୁଣି ବ୍ୟବସ୍ଥା
ଆପଣ ମାନେ କୋଉ ଭର୍ସନ ପଢୁଛନ୍ତି ମାନେ ସେଟା ଗୋଟେ ଏବ୍ରି word- ପୁସ୍ତକ 9 ପର୍ବର 22 ପଦ। ନାଇଁ ନାଇଁ କେଉଁ ତର୍ଜମା ପଢୁଛନ୍ତି ମୁଁ ଜାଣିନି କିନ୍ତୁ ଗୋଟେ ୱାର୍ଡ ସେଠି ମିସ୍ ଅଛି ସେଠି ଲେଖା ଅନ୍ୟ ମୁଁ ଯୋଉ ଭର୍ସନ ମୁଁ ୟୁଜ କରୁଛି ସେଠି ଲେଖା ଅଛି ପୁଣି ମୂଷାଙ୍କ ବ୍ୟବସ୍ଥା ଅନୁସାରେ ଲେଖା ହେଇଛି। ମୁଁ ଯୋଉ ଭର୍ସନ ୟୁଜ କରେ ସେଠାରେ ମୂଷାଙ୍କ ନାମ ତାଙ୍କ ଶବ୍ଦ ଅଛି ବୋଧେ ଆପଣଙ୍କ ସେହି ତର୍ଜମାରେ ସେଇଟା ତାକୁ ଆ ବ୍ୟବହାର ନାହିଁ। କରାଯାଇ ନାହିଁ। ଓକେ ମୁଁ ଯେଟା ଅଛି ମୁଁ ସେଟା ପଢିବାକୁ ଚାହୁଁଛି ଲେଖା ଅଛି ପୁଣି ମୂଷାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ। Okay? ସେ ଗୋଟେ ବିଷୟ ସେଠାରେ ଡିଲିଟ କରାଯାଇଛି ବୋଧେ ସେଠି ଲେଖାଯାଇ ନାହିଁ ଆ, କାରଣ ଏଇ ଯୋଉ ପ୍ରଥମ ପାଞ୍ଚଟି ଯୋଉ ପୁସ୍ତକ ରହିଅଛି ବାଇବଲର ପ୍ରଥମ ପାଞ୍ଚଟି ପୁସ୍ତକ ଆଦି ଯାତ୍ରା ଲେବି ଗଣନା ଏବଂ ଦ୍ୱିତୀୟ ବିବରଣ ତାହାକୁ ଅ ଜିଉଦ ଲୋକମାନେ ଆଜି ପର୍ଯ୍ୟନ୍ତ ତାଙ୍କୁ ମୂଷାଙ୍କ ବ୍ୟବସ୍ଥା କହନ୍ତି ଯାହାକୁ ପେଣ୍ଟାଟକ୍ ବା ତୋରା ଯୋଉ କୁହାଯାଏ ତାକୁ ଅନେକ ସମୟରେ ଅନ୍ୟାନ୍ୟ ପଦ ମାନଙ୍କରେ ବାଇବଲରେ ମଧ୍ୟ ଲେଖାଯାଇଛି ତାହା ମୂଷାଙ୍କର ବ୍ୟବସ୍ଥା ଯେହେତୁ ସଦାପ୍ରଭୁ ମୂଷାଙ୍କ ଦ୍ଵାରା ସେଇ ବ୍ୟବସ୍ଥା ଜିଉଦୀ ଲୋକମାନଙ୍କୁ ଦେଇଥିଲେ ତେଣୁ ତାହାକୁ ସେମାନେ କୁହନ୍ତି ଯେ ମୂଷାଙ୍କ ବ୍ୟବସ୍ଥା। ଓକେ ସେଇଟା ଆମର ଟପିକ ନୁହଁ କିନ୍ତୁ ସେଇ ଗୋଟେ ନାଁଟା ମୁଁ କହିବାକୁ ଚାହୁଁଥିଲି ଯେ ତାକୁ ସେମାନେ ବହୁତ ପ୍ରାୟୋରିଟି ଦଉଥିଲେ କାରଣ ମୂଷାଙ୍କ ଦ୍ଵାରା ସେମାନେ ସେଇ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ। Okay? ତ ସେହି ବ୍ୟବସ୍ଥା ଅନୁସାରେ କଣ ଲେଖା ହେଇଛି ଯେ ସମସ୍ତ ବିଷୟ ଓକେ କେବଳ ଗୋଟିଏ ବିଷୟ ନୁହଁ କେବଳ ସେଇ କିଏ ଜଣେ ପାପ କରେ ତାହା ନୁହଁ କିନ୍ତୁ ଯେକୌଣସି ବିଷୟ ଯଦି ଅଶୁଚି ଅଛି ତାକୁ ଯଦି ଶୁଚି କରିବାର ଅଛି ଯେକୌଣସି ବିଷୟ ସମସ୍ତ ଲେଖା ଅଛି ସମସ୍ତ ବିଷୟ ଯଦି ଆ, ଶୁଚି କରିବାର ଅଛି ନିହାତି ରକ୍ତର ଆବଶ୍ୟକତା ରହିଅଛି। ବିନା ରକ୍ତରେ କୌଣସି ବିଷୟ ଶୁଚି ନୁହଁ। ଓକେ ତ ରକ୍ତ ପାପ ବିନା ଆ ପାପ କ୍ଷମା ହୁଏ ନାହିଁ। ଓକେ ତ ସେହି ରକ୍ତ ରକ୍ତ ତା ପାଖରେ ଥାଏ ନା ଯା ପାଖରେ କି ଯା ଜୀବନ ବା ପ୍ରାଣ ଥାଏ। ଓକେ ଦେଖନ୍ତୁ ସଜୀବ ଜିନିଷ ଆ ଗଛ ଲତା ଉଦ୍ଭିଦ ସେମାନଙ୍କ ମଧ୍ୟ ଜୀବନରେ ଅଛି କିନ୍ତୁ ତାଙ୍କ ପାଖରେ ରକ୍ତ ନାହିଁ କିନ୍ତୁ ପଶୁ ପକ୍ଷୀ ମନୁଷ୍ୟ ଆମର କଣ ଆ ପଶୁ ମାନଙ୍କର ଜୀବନ ଅଛି ଏବଂ ପ୍ରାଣ ଅଛି ମନୁଷ୍ୟ ମାନଙ୍କର ଜୀବନ ପ୍ରାଣ ଏବଂ ଆଉ ଗୋଟେ ଆତ୍ମା ଅଛି କେବଳ ଉଦ୍ଭିଦ ମାନଙ୍କର କେବଳ ଗୋଟେ ଜୀବନ ଅଛି ସେମାନଙ୍କର ପ୍ରାଣ ନାହିଁ କି ସେମାନଙ୍କର ଆତ୍ମା ନାହିଁ। ତ ଯେତେବେଳେ ରକ୍ତର ବିଷୟ ଆସୁଛି ସେମାନଙ୍କର ଯୋଉ ପ୍ରାଣ ଥାଏ ଆଉ ତାକୁ ଯେତେବେଳେ ଆ ବଧ କରାଯାଏ ବା ତାକୁ କଟାଯାଏ ତେବେ ଯାଇକି ତାଙ୍କର ଶରୀରରୁ ରକ୍ତ ବାହାରେ। ତ ଏ ରକ୍ତପାତ ବିନା ଅର୍ଥାତ ସେହି ପଶୁ ବା ପକ୍ଷୀ ବା ମନୁଷ୍ୟ ଓକେ ଆ ତାଙ୍କୁ ଯେତେବେଳେ ତାର କ୍ଷତ ନ କରାଗଲେ ରକ୍ତ ବାହାରିବା ଅସମ୍ଭବ। ଓକେ ଦେଖନ୍ତୁ ଯେହେତୁ ଆମେ ରାସ୍ତା ଗଲା ବେଳେ କୋଉ ଜାଗାରେ ଝୁଣ୍ଟି ପଡିଲେ ମଧ୍ୟ ସେଠି ଟିକେ କ୍ଷତ ହେଲେ ହିଁ ସେ ଝୁଣ୍ଟିବା ଜାଗାରେ ସେ ରକ୍ତ ବାହାରେ। ଓକେ ଆଉ କେବଳ ବିନା କ୍ଷତରେ ଶରୀରରୁ ରକ୍ତ ପ୍ରବାହିତ ହୁଏ ନାହିଁ କି ବାହାରେ ନାହିଁ। ଯେତେବେଳେ ଆମେ ମେଡିକାଲ ଯାଉଛୁ ଯେତେବେଳେ ଆ ଆ ରକ୍ତ ନମୁନା ଦଉ ପରୀକ୍ଷା କରିବା ପାଇଁ ସେଟା ଗୋଟେ ଛୁଞ୍ଚି ସାହାଯ୍ୟରେ ତାକୁ ଟାଣନ୍ତି ବିନା କୌଣସି କ୍ଷତ କରିକି ବିନା ଛୁଞ୍ଚିରେ ରକ୍ତ ବାହାରିବ ନାହିଁ। ଓକେ ତା ମୁଁ କହିବା ମାନେ ଯେକୌଣସି ପଶୁ ବା ପକ୍ଷୀ ବା ମନୁଷ୍ୟକୁ କ୍ଷତ କଲେ ଯାଇ ହିଁ ସେ ରକ୍ତ ବାହାରେ। ତ ସେଇ ସମୟରେ ପରମେଶ୍ୱର ସେମାନଙ୍କୁ ସେହି ନିୟମ ଦେଇଥିଲେ ଯେ ଯେକୌଣସି ଲୋକ ଯଦି ଅଶୁଚି ହଉଛି ବା ପାପ କରୁଛି ତାକୁ କ୍ଷମା କରିବା ନିମନ୍ତେ ଆଉ ସେମାନେ
କୌଣସି ପଶୁ ନା ପକ୍ଷୀର ସେମାନଙ୍କର ରକ୍ତ ବ୍ୟବହାର କରାଯାଉଥିଲା। ତ ଯେତେବେଳେ ଆ ପରମେଶ୍ୱର ଏହି ସୃଷ୍ଟିକୁ ସୃଷ୍ଟି କଲେ, ବିଶ୍ୱ ବ୍ରହ୍ମାଣ୍ଡକୁ ସେ ସୃଷ୍ଟି କଲେ, ଏଟା ଅତି ସୁନ୍ଦର ଥିଲା। କିନ୍ତୁ ଯେତେବେଳେ ପ୍ରଥମ ମନୁଷ୍ୟ ଏବଂ ହବା ଯେତେବେଳେ ସେମାନେ ଆଜ୍ଞା ଲଙ୍ଘନ କଲେ ଆଉ ସେମାନେ ଈଶ୍ୱରଙ୍କର ଅବାଧ୍ୟ ହେଲେ, ସେଇଦିନ ଯୋଉ ପାପ ପ୍ରବେଶ ହେଲା ଏବଂ ସେହି ପାପରୁ ଉଦ୍ଧାର କରିବା ନିମନ୍ତେ ଦେଖନ୍ତୁ, ଯେତେବେଳେ ପରମେଶ୍ୱର ସେମାନଙ୍କୁ ସୃଷ୍ଟି କରିଥିଲେ ଏବଂ ପ୍ରତି ଲେଖା ଅଛି ପ୍ରତିଦିନ ଆ ଗୋଧୂଳି ସମୟରେ ବା ସନ୍ଧ୍ୟା ସମୟରେ ପରମେଶ୍ୱର ସ୍ୱର୍ଗରୁ ଓହ୍ଲେଇ ଆସୁଥିଲେ ଆଉ ସେମାନଙ୍କର ସହିତ ମିଳାମିଶା କରୁଥିଲେ, ସେମାନଙ୍କ ସହିତ ସହଭାଗିତା କରୁଥିଲେ। କିନ୍ତୁ ଯେଉଁଦିନ ସେମାନେ ଈଶ୍ୱରଙ୍କର ଅବାଧ୍ୟ ହୋଇଥିଲେ ଆଉ ସେଇଦିନ ସନ୍ଧ୍ୟା ସମୟରେ ଯେତେବେଳେ ପରମେଶ୍ୱର ତାଙ୍କ ସହିତ ଦେଖା କରିବାକୁ ଆସନ୍ତି ଆଉ ସେମାନେ ଲୁଚନ୍ତି ଈଶ୍ୱରଙ୍କ ଠାରୁ। ଆଉ ଯେତେବେଳେ ପରମେଶ୍ୱର ସେମାନଙ୍କୁ ଡାକନ୍ତି ଯେ ଆଦମ ତମେ କେଉଁଠାରେ, ତ ଆଦମ କହନ୍ତି ଆମେ ଲୁଚି ଅଛୁ କାରଣ ଆମେ ପାପ କରିଅଛୁ। ତ ସେଇ ସ୍ଥାନରେ ସେମାନେ କହନ୍ତି ଯେ ସେମାନଙ୍କର ସେମାନେ ଯେତେବେଳେ ପରମେଶ୍ୱରଙ୍କର ଅବାଧ୍ୟ ହେଲେ ସେମାନେ ଜାଣିବାକୁ ପାରିଲେ ଯେ ସେମାନେ ଉଲ୍ଲଂଘତା ଅଛନ୍ତି ଆଉ ସେମାନେ ଆ ଜିମ୍ବିରି ବୃକ୍ଷର ପତ୍ର ସିଲେଇକି ସେମାନେ ପିନ୍ଧିଥିଲେ। କିନ୍ତୁ ସଦାପ୍ରଭୁ ଦେଖା ଗୋଟିଏ ସେମାନଙ୍କୁ ଚମଡ଼ାର ବସ୍ତ୍ର ସେମାନଙ୍କୁ ପ୍ରଦାନ କଲେ, ଚମଡ଼ାର ବସ୍ତ୍ର। ତ ବାଇବଲ ବିଦ୍ ମାନେ କହନ୍ତି ଯେ ଯେତେବେଳେ ଚମଡ଼ାର ଶବ୍ଦ ଆସେ ତାମାନେ ପରମେଶ୍ୱର ନିହାତି କୌଣସି ନା କୌଣସି ପଶୁକୁ ବଧ କରିକି ସେହି ପଶୁର ଚମଡ଼ା ସେମାନଙ୍କୁ ପିନ୍ଧାଇଥିଲେ। ତ ତାହାକୁ ସେମାନେ କହନ୍ତି ଯେ ସେହି ପାପ ନିମନ୍ତେ ସେମାନେ ସେଦିନ ସେହି ଗୋଟେ ପଶୁକୁ ହତାଇବାକୁ ପଡିଥିଲା, ତାକୁ ଗୋଟେ ପଶୁକୁ ବଳି ହେବାକୁ ପଡିଥିଲା ଆଉ ସେହି ପଶୁର ଚମଡ଼ା ଆଉ ତାଙ୍କୁ ପିନ୍ଧାଇ ଦିଆଯାଇଥିଲା। ତ ଆରମ୍ଭରୁ ଏହି ଯୋଉ ବଳି ପ୍ରଥା ଆମେ ଦେଖିବାକୁ ପାରୁଛୁ। କେବଳ ଯେ ଆମ ଏହି ବାଇବେଲ ନୁହଁ, ଯେକୌଣସି ଧର୍ମ ବିଷୟରେ ଆମେ ଚାହୁଁ ଏଇ ବଳି ବା ଏହି ଯୋଉ ସାକ୍ରିଫାଇସ୍ ବଳି ହ୍ୟାଲୋ, ଆପଣଙ୍କ ଆବାଜ ଆସୁନାହିଁ ଆଜ୍ଞା, ମ୍ୟୁଟ କରନ୍ତୁ। ହ୍ୟାଲୋ, ଆପଣଙ୍କ ଆବାଜ ଆସୁନାହିଁ। କର ଆଜ୍ଞା, କିଛି ଆବାଜ ଆମ୍ ଆସୁଛି କି? ସରି, ହଁ, ନା ନାଇଁ ହ୍ୟାଲୋ, ଆଜ୍ଞା ଶୁଣିପାରୁଛନ୍ତି? କୁହନ୍ତୁ, ଏବେ ଆସୁଛି ଆଜ୍ଞା। ଗୋଟେ ମିନିଟ। ମୁଁ ଦୁଃଖିତ ଯେ ଆକ୍ଚୁଆଲି ହଷ୍ଟେଲର ଛୁଟି ହେଇଛି, ଏଣୁ ପ୍ୟାରେଣ୍ଟସ୍ ମାନେ ଆସୁଛନ୍ତି, କେତେ ପ୍ୟାରେଣ୍ଟସ୍ ଦୂରରୁ। ତ କେତେ ଜଣ ପ୍ରଥମ ତ ଜାଣି ନାହାନ୍ତି, ତ ଫୋନ କରିଛନ୍ତି, ସେମାନେ ଜାଗା ଦେଖିବା ପାଇଁ ବୋଲି ଫୋନ କରିଥିଲେ। ସରି। ତ ଏହି ଯୋଉ ବଳି ଶବ୍ଦ କାହା ନିମନ୍ତେ ମଧ୍ୟ ଆ ଅପରିଚିତ ନୁହଁ। ଓକେ, ଏକ ସୁପରିଚିତ ଶବ୍ଦ। ବାଇବଲ ମଧ୍ୟ ଅନେକ ଥର ଲେଖାଯାଇଛି ଏବଂ କେବଳ ଜିହୁଦୀ ନୁହଁ କିମ୍ବା ଖ୍ରୀଷ୍ଟିଆନ ନୁହଁ, ଅନ୍ୟାନ୍ୟ ବିଶ୍ୱାସ ଲୋକମାନେ ମଧ୍ୟ ଏହି ଶବ୍ଦ ସହିତ ସୁପରିଚିତ ଅଟେ। ତ ଏହି ବଳି କରିବାର ଉଦ୍ଦେଶ୍ୟ ହଉଛି ଯେ ମନୁଷ୍ୟମାନେ ତାଙ୍କ ପାପକୁ ବୁଝନ୍ତୁ ଏବଂ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତୁ। ତ ସେଥିରେ ମଧ୍ୟ ଯେତେବେଳେ ପରମେଶ୍ୱର
मूसाଙ୍କୁ जो व्यवस्था देले जो आदि यात्रा लेवी गणना द्वितीय विवरण जो आम देखुचु लेबीय पुस्तक आम देखुचु 5टी बलि विषय रे परमेश्वर जो नियम कानून देले प्राय 613टी लिखित नियम देइछंती एवं अनेक अछंती जाकि कहते कथित नियम जाकि पाटी रे कथारे ही से नियम अछि आउ 613टी लिखित नियम अछि आउ ता मध्यरु आमे जानू 10 आज्ञा बहुत ताहा सुपरिचित से 10टी आज्ञा ओके किंतु से 13टी नियम मध्यरु जो बलि विषय मध्य किछि नियम कहा जायछि जदि आमे देखु पुरातन नियम रो सेही लेबीय पुस्तक लेबीय 1 पर्व रे लेखा जायछि गोटे मु चाहिए लेबीय तार 1 पर्व 2 पर्व 3 पर्व 4 पर्व एवं 5 पर्व रे 5टी बलि विषय रे लेखा जायछि देखो होम बलि जाक इंग्लिश बर्न्ट ऑफरिंग कहते होम बलि तार 1 पर्व रे लेखा जाय अछि एवं मु किछि गूगल रु सही बलिर चित्र गुड़ाक बाहर करथिली एवं द्वितीय बलि होछि भक्ष्य नैवेद्य ओके ताकंती ग्रेन ऑफरिंग एवं तृतीय नैवेद्य होछि जाकि मंगलार्थक बलि ताकंती इंग्लिश रे पीस ऑफरिंग एवं चतुर्थ होछि पापार्थक बलि एवं पंचम रे अछि दोषार्थक बलि बा गिल्टी ऑफरिंग এই जो 5टी बलि এই 5टी बलि होम बलि भक्ष्य नैवेद्यर बलि एवं मंगलार्थक बलि एवं पापार्थक बलि एवं दोषार्थक बलि এই 5टी बलि से माने विभिन्न परिस्थिति रे विभिन्न विषय नहीं कि से माने उत्सर्ग करुथिले तो केवल द्वितीय जो अच्छी भक्ष्य नैवेद्य को छाड़िकी प्राय से 4टी बलि रे होम बलि रे सेठारे पशु किंबा पक्षी को बध करिवार नियम रहिथिला केवल भक्ष्य नैवेद्य रे सेठारे कोनोसी पशु किंबा पक्षी न ताडा गोटे ताको ग्रेन शस्य शस्य ताको सेठारे उत्सर्ग करा जाउथिला ताको फाइन फ्लोर जो मैदा मैदा अटा अटा मैदा କରିକି ତାକୁ କରାଯାଉଥିଲା କିନ୍ତୁ ବାକି ହୋମ ବଳି ମଙ୍ଗଳାର୍ଥକ ବଳି ପାପାର୍ଥକ ବଳି ଏବଂ ଦୋଷାର୍ଥକ ବଳି 4ଟି ବଳିରେ କୌଣସି ନା କୌଣସି ପଶୁ ବା ପକ୍ଷୀଙ୍କୁ ବ୍ୟବହାର କରାଯାଉଥିଲା ଏହି ହୋମ ବଳି ମାନଙ୍କର ବା ଏହି ବଳି ମାନଙ୍କରେ ଆପଣଙ୍କର ମନେ ଥିବ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମୟରେ ଦୂତ ମାନେ ଆସିଲେ ଏବଂ ମେଷ ପାଳକ ମାନଙ୍କୁ ସେମାନେ ଗୋଟେ ବିଷୟ କହିଲେ ଯେ ଦେଖ ତୁମମାନଙ୍କ ନିମନ୍ତେ ଗୋଟେ ଚିହ୍ନ ହବ ସେ ଚିହ୍ନ କଣ ଗୋଟେ ଶିଶୁଙ୍କୁ ଲୁଗାରେ ଗୁଡା ହୋଇ ତ ଗୁହାଳ କୁଣ୍ଡ ହୋଇଥିବା ଦେଖିବ କାରଣ ଏହି ଯୋଉ ବଳି ମାନଙ୍କରେ ଯୋଉ ପଶୁ ବା ପକ୍ଷୀଙ୍କୁ ବ୍ୟବହାର କରାଯାଉଥିଲା ସେହି ନିୟମ ଅନୁସାରେ ସେଇ ପଶୁ କିମ୍ବା ପକ୍ଷୀ ତାହା ନିଖୁନ୍ତ ନିର୍ଦାଗ ରହିବା ଆବଶ୍ୟକତା ରହିଅଛି ଯଦି କୌଣସି ସେହି ପଶୁ ସେଇ ଯୋଉ ପଶୁ ବା ପକ୍ଷୀଙ୍କୁ ବଳି କରିବାକୁ ଅଛି ଯଦି ସେଇ ପଶୁ ପକ୍ଷୀର କୌଣସି ଯଦି ଖୁଣ ଅଛି କୌଣସି ଦାଗ ଅଛି ତେବେ ସେଇ ପଶୁ ପକ୍ଷୀକୁ ରିଜେକ୍ଟ କରାଯାଉଥିଲା ପ୍ରତ୍ୟାଖ୍ୟାନ କରାଯାଉଥିଲା ସେ ପକ୍ଷୀ ସେଇ ପଶୁ ପକ୍ଷୀକୁ ସେମାନେ ବଳିଦାନ କରୁନଥିଲେ
କାରଣ ଯେଉଁ ପଶୁ ବା ପକ୍ଷୀଙ୍କୁ ବଳିଦାନ କରିବାର ଅଛି ପ୍ରଥମେ ଯାଜକ ତାକୁ ପରୀକ୍ଷା କରିବ। ସରି ଓକେ ପ୍ରଥମେ ଯାଜକ ସେମାନଙ୍କୁ ଭଲ ଭାବରେ ପରୀକ୍ଷା କରୁଥିଲେ। ଆଉ ଯେତେବେଳେ ଯାଜକ ମାନେ ସାର୍ଟିଫାଇଡ କରୁଥିଲେ ଯେ ହଁ ଏହି ପଶୁ ବା ଏହି ପକ୍ଷୀର କୌଣସି ଦାଗ ନାହିଁ, କୌଣସି ଖୁଣ ନାହିଁ, ତେବେ ଯାଇକି ସେହି ପଶୁ କିମ୍ବା ପକ୍ଷୀଙ୍କୁ ବଳିଦାନ କରୁଥିଲେ। ତ ତାର ନିଦର୍ଶନ ସ୍ୱରୂପ ଯୀଶୁ ଯେ ଏକ ନିର୍ଦାଗ ନିଷ୍ପାପ ମେଷ ଶାବକ ତାକୁ ନିଦର୍ଶନ ସ୍ୱରୂପ ଆଉ ଦୂତମାନେ ସେଇ ମେଷପାଳକ ମାନଙ୍କୁ କହିଥିଲେ, ଦେଖ ତୁମାନଙ୍କ ନିମନ୍ତେ ଗୋଟେ ଚିହ୍ନ ସ୍ୱରୂପ ହବ ଆଉ ଯାହାକି ସେ ଶିଶୁଙ୍କୁ ଲୁଗାରେ ବୁଡା ହୋଇଥିବା ଦେଖିବ। କାରଣ ସେଇ ସମୟର ଯୋଉ ମେଷ ପାଳକ ମାନେ ଯେତେବେଳେ ସେମାନେ ମେଷ ମାନଙ୍କୁ ଚରେଇବାକୁ ନଉଥିଲେ, ଯେତେବେଳେ ଛୋଟ ଛୁଆ ବାଛୁରୀ ବା ଛେଳି ଛୁଆ ମେଣ୍ଢା ଛୁଆ ଜନ୍ମ ହଉଥିଲେ, ଆଉ ସେଇ ଛୋଟ ଛୁଆ ମାନଙ୍କୁ ସେମାନେ ଗୋଟେ ଶିଶୁ ପରି ସେମାନଙ୍କୁ ସେମାନେ ବହୁତ କେୟାର କରୁଥିଲେ, ଯତ୍ନ କରୁଥିଲେ। କାଳେ ସେମାନେ ଚାଲିବା ସମୟରେ ମାନେ ଚରିବା ସମୟରେ କୌଣସି କଣ୍ଟା ବା କୌଣସି ପଥର ସେମାନଙ୍କୁ ବାଜିକି ରାଞ୍ଛୁଡି ନ ହେଇଯାଉ ବୋଲିକି, କୌଣସି ଦାଗ ଯଦି ସେଇ ଛୋଟ ପଶୁ ପକ୍ଷୀକୁ ଯଦି ଦାଗ ହେଇଯିବ ତାହେଲେ ବିକିବା ସମୟରେ ତାହା ଲୋକ କିଣିବେ ନାହିଁ, କିଣିଲେ ମଧ୍ୟ ସେମାନେ ବହୁତ କମ ଦାମରେ କିଣିବେ। କିନ୍ତୁ ଯେଉଁ ପଶୁ ପକ୍ଷୀ ନିର୍ଦାଗ ତାହା ବହୁତ ହାଇ ରେଟରେ ସେମାନେ ବିକୁଥିଲେ, କାରଣ ଏଇ ଲୋକମାନଙ୍କୁ ନିହାତି ତାକୁ କିଣିବାକୁ ଆବଶ୍ୟକତା ରହିଅଛି। ତ ସେଥି ନିମନ୍ତେ ନିର୍ଦାଗ ପଶୁ ବା ପକ୍ଷୀଙ୍କୁ ଆଉ ସେମାନେ ବ୍ୟବହାର କରୁଥିଲେ ବଳି ନିମନ୍ତେ। ଓକେ, ତ ସେ ହଉଛି ନିଦର୍ଶନ ଯେ ଯୀଶୁ ସେ ମେଷ ଶାବକ ଏବଂ ସେ ନିର୍ଦାଗ ନିଷ୍ପାପ ସେହି ବିଷୟ ଜଣେଇବା ନିମନ୍ତେ ଆଉ ଦୂତ ଆଉ ସେଇ ମେଷପାଳକ ମାନଙ୍କୁ କହିଥିଲେ। ଓକେ, ବର୍ତ୍ତମାନ ଆମେ ଦେଖିବା ଯେ ଏହି ଯୋଉ ନିୟମ ଏଇ ଯୋଉ ନିୟମ ତାହା କଣ୍ଟିନ୍ୟୁ ଚାଲିଥିଲା। ଜଣେ ଯଦି ପାପ କଲା ଆଉ ସେ ବର୍ଷକୁ ଥରେ ସେ ମନ୍ଦିରକୁ ଯାଉଥିଲା ଏବଂ ସେ ଏପରି କୌଣସି ନା କୌଣସି ବଳିଦାନ କରିକି ଆସିଥିଲା। ତାପରେ ପୁନର୍ବାର ନେକ୍ସଟ ସମୟରେ ଆଉ ଯଦି ପାପ କରୁଥିଲା ଆଉ ପୁନର୍ବାର ସେ ଯାଉଥିଲା। ଏହା କଣ୍ଟିନ୍ୟୁ ରୋଟେସନ ପରି ସେମାନଙ୍କ ଜୀବନରେ ତାହା ଚାଲିଥିଲା। ପାପ କରୁଥିଲେ ଏବଂ ପାପର ସେହି ମୁଖ୍ୟ ସ୍ୱରୂପ ଆଉ ସେମାନେ କୌଣସି ନା କୌଣସି ପଶୁ ବା ପକ୍ଷୀରୁ ସେମାନଙ୍କୁ ବଳିଦାନ କରୁଥିଲେ। କିନ୍ତୁ ଏହା ଏପରି ଏକ ଅଭ୍ୟାସ ହେଇଗଲା ସେମାନଙ୍କୁ, ଶେଷରେ ସେମାନେ ଏହାକୁ ଖାମଖିଆଲି କଲେ। ସେଥି ନିମନ୍ତେ ଦାଉଦ କହନ୍ତି ଯେ କଣ ଏହି ପ୍ରକାର ବଳିରେ ସଦାପ୍ରଭୁ ସନ୍ତୁଷ୍ଟ ନଥିଲେ। ଓକେ, ଯେତେବେଳେ ଆମେ ପଢୁ ଯେତେବେଳେ ଦାଉଦ ସେ ଏକ ଜଘନ୍ୟ ପାପ କରନ୍ତି। ଓକେ, ଆଉ ସେ ପାପ କଲା ପରେ ଯୋଉ ଗୀତ ସଂହିତା 51ରେ ଯୋଉ ସେ ଛେଦ ପ୍ରଦାନ କରି ପ୍ରାର୍ଥନା କରନ୍ତି, ସେହି ପ୍ରାର୍ଥନାରେ ଆଉ ସେ ଗୋଟେ ବିଷୟ କୁହନ୍ତି ଯେ 51:16ରେ, କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ, ହେଲେ ମୁଁ ତାହା ଦେଇଥାନ୍ତି, ପୁଣି ତୁମ ବଳିରେ ତୁମର କିଛି ସନ୍ତୋଷ ନାହିଁ। ଏ ବଳି ମାନଙ୍କରେ ସଦାପ୍ରଭୁ ସନ୍ତୁଷ୍ଟ ନଥିଲେ। ଏହା ଭଲ ଭାବରେ ଦାଉଦ ଜାଣିଲେ ଯେ ପ୍ରଭୁ ତୁମର ତ କୌଣସି ବଳିରେ ସନ୍ତୁଷ୍ଟ ନାହିଁ। କାରଣ କାହିଁକି ସନ୍ତୁଷ୍ଟ ନାହିଁ ଯଦି ଆମେ ଦେଖିବା, ମଲାଖୀ ତାର 1 ପର୍ବ 7 ଏବଂ 8 କି ପଢି ଦିଅନ୍ତୁ। ମଲାଖୀ ତାର 1 ପର୍ବ 7 ଏବଂ 8। ପୁରାତନ ନିୟମର ଶେଷ ପୁସ୍ତକ। ତୁମ୍ଭେମାନେ ଆମ୍ଭ ଯଜ୍ଞବେଦୀର ଉପରେ ଅଶୁଚି ରୋଟି ଉତ୍ସର୍ଗ କରୁଅଛ।
ତଥାପି କହୁଅଛ ଆମ୍ଭେମାନେ କାହିଁରେ ତୁମ୍ଭକୁ ଅଶୁଚି କରିଅଛୁ? ସଦାପ୍ରଭୁଙ୍କ ମେଜ ଯେ ତୁଚ୍ଛ ଏହା କହି ତାହା କରୁଅଛ। ପୁଣି ତୁମ୍ଭେମାନେ ଯଜ୍ଞ ନିମନ୍ତେ ଯେତେବେଳେ ଅନ୍ଧ ପଶୁ ଉତ୍ସର୍ଗ କର ସେ କଣ ମନ୍ଦ ନୁହେଁ? ଓ ଯେତେବେଳେ ଲେଙ୍ଗଡ଼ା ଓ ରୋଗୀ ପଶୁ ଉତ୍ସର୍ଗ କର ସେ କଣ ମନ୍ଦ ନୁହେଁ? ଏବେ ତୁମ୍ଭର ଦେଶାଧ୍ୟକ୍ଷକୁ ତାହା ଭେଟି ଦିଅ, ସେ କି ତୁମ୍ଭ ପ୍ରତି ଧନ୍ୟବାଦ ଆଜ୍ଞା। ଆମେନ୍। ଓକେ, ଏଠାରେ ଲେଖାଯାଇଛି ଯେ ସେ ସମୟର ଲୋକମାନେ ଏଇ ବଳିଦାନକୁ ଗୋଟେ ଖାମଖିଆଲି କରି ନଉଥିଲେ। ଓକେ, ଆଉ ସେ ବଳି ଦେବା ଲୋକ ଏବଂ ବଳିକୁ ଯିବା ଲୋକ ସେଇ ଆମେ ବର୍ତ୍ତମାନ କହିପାରିବା ସେଇ ବିଶ୍ୱାସୀ ମାନେ ବା ସେଇ ପାଳକ ମାନେ ସେଇ ଯାଜକ ମାନେ ଆଉ ସେଇ ଲୋକମାନେ ଆଉ ୟାକୁ ଗୋଟେ ଖାମଖାଲି କରି ନଉଥିଲେ। ଆଉ ଯୋଉ ନିୟମ ଥିଲା ଯେ ନିକୁନ୍ତ ନିର୍ଯାଗ ସେଗୁଡାକ ଆଉ ତା ସେ ସମୟରେ ଚଳୁନଥିଲା। ଯାହା ଆସୁଛି ତାହା ସେମାନେ ବଳିଦାନ କରୁଥିଲେ। ତ ଅନେକ ଲୋକମାନେ ଯଦି କିଣିବାକୁ ଯାଆନ୍ତି ନିର୍ଯାଗ ନିଷ୍କଳଙ୍କ ମେଷ ତାହା ହଉଛି ବହୁତ ହାଇ ରେଟ୍ ହଉଥିଲା। ଆଉ ଯେଉଁ ମେଷ ଗୁଡାକ କିଛି ଦାଗ ଥିବ, ଲେଙ୍ଗଡା ଥିବ, ଅନ୍ଧ ଥିବ, ଆଖି କାଣା ଥିବ ସେଇପରି ମେଷ ଗୁଡାକ ଶସ୍ତାରେ ପାଇଯାଉଥିଲେ। ଏଣୁ ସେମାନେ କଣ କରୁଥିଲେ ନା ସେ ଶସ୍ତାର କିଣିକି ଆଉ ସେମାନେ ବଳିଦାନ କରିବାକୁ ଯାଉଥିଲେ, ଆଉ ଯାଜକ ମାନେ ମଧ୍ୟ ତାହା କରିଦଉଥିଲେ। ତେଣୁ ସଦାପ୍ରଭୁ ଏହି ପ୍ରକାର ବଳିରେ ସେ ସନ୍ତୁଷ୍ଟ ନଥିଲେ। ଆଉ ବର୍ତ୍ତମାନ ଯେମିତି ଅନେକ ଅଛନ୍ତି ଯୋଉ ନମିନାଲ ଖ୍ରୀଷ୍ଟିଆନ, କେବଳ ନାମକୁ ମାତ୍ର ଖ୍ରୀଷ୍ଟିଆନ ଅଛନ୍ତି। ମୁଁ ବହୁତ ଦୁଃଖିତ ସେଇ ବିଷୟ ନେଇକି କେତେ ଗୁଡାକ ବାରମ୍ବାର ଫୋନ ଆସୁଛି। ଓକେ, ଆଉ ସେମାନେ ପହଞ୍ଚିଲେଣି ଆଉ ଓକେ, ତ ଏହି ପ୍ରକାରେ ସେମାନେ ଖାମଖିଆଲି ଭାବରେ ଯୋଉ ସେମାନେ ବଳିଦାନ କରୁଥିଲେ ସେଥି ନିମନ୍ତେ ସଦାପ୍ରଭୁ ଆଉ ସେହି ବଳି ମାନଙ୍କରେ ସନ୍ତୁଷ୍ଟ ନଥିଲେ। ଏବଂ କେବଳ ତାହା ନୁହଁ, ଯଦି ଆମେ ଦେଖିବା ପ୍ରଥମ ସାମୁଏଲ ତାର 2 ପର୍ବ 12 ସହିତ ପଢିବା ନାହିଁ, ସେଠାରେ ଏଲିୟଙ୍କର ପୁତ୍ର ମାନଙ୍କ ବିଷୟରେ ଲେଖା ଅଛି। ଯେତେବେଳେ ସେମାନେ ଯାଜକ ଥିଲେ ଆଉ ସେହି ଯାଜକ ମାନେ କଣ କରୁଥିଲେ ନା ପ୍ରଥମେ ଯୋଉ ପଶୁ ପକ୍ଷୀକୁ ବଳି ଦେବା ସମୟରେ ତାର ପ୍ରଥମେ ମେଦକୁ ସେମାନେ ପ୍ରଥମେ ଜାଳି ପୋଡ଼ି ଦଉଥିଲେ। ସେଇ ପ୍ରଥମେ ମେଦକୁ ଜାଳି ପୋଡ଼ି ଦେଲା ପରେ ଯାଇକି ଆଉ ଅନ୍ୟାନ୍ୟ ଯୋଉ ଆଗକୁ ତାଙ୍କର ଯୋଉ କାର୍ଯ୍ୟକ୍ରମ ତାହା କରୁଥିଲେ। କିନ୍ତୁ ଏଇ ଯାଜକ ମାନେ ସେ ମେଦ ପୋଡ଼ିବା ପୂର୍ବରୁ ଜାଳିବା ପୂର୍ବରୁ ଆଉ ସେମାନେ କଣ କରୁଥିଲେ, ହଣ୍ଡାରେ ଯେତେବେଳେ ଆଉ ତାକୁ ରନ୍ଧା ଯାଉଥିଲା ଆଉ ତ୍ରିଶୂଳରେ ସେମାନେ ଖେଞ୍ଚିକି ଯେତିକି ମାଂସ ଆସିବ ତାହା ସେମାନେ ନେଇଯାଉଥିଲେ ନିଜ ପରିବାର ପାଇଁ, ନିଜ ଖାଇବା ନିମନ୍ତେ। ତ ମୁଁ କହିବା ମାନେ ସେ ସମୟରେ ଏହି ଯୋଉ ବଳି ପ୍ରଥା ରହିଥିଲା ତାହାକୁ ସେତେ ଗୁରୁତ୍ୱ ଦଉନଥିଲେ, ଖାମଖାଲି ନଉଥିଲେ। ଏଇ ପ୍ରକାର ବିଭିନ୍ନ କାରଣ ଯୋଗୁ ସଦାପ୍ରଭୁ ଆଉ ସେ ବଳିକୁ ଚାହିଁଲେ ନାହିଁ। କିନ୍ତୁ ବାଇବଲ ଅନୁସାରେ ବା ଶାସ୍ତ୍ର ଅନୁସାରେ ଯେ ରକ୍ତପାତ ବିନା ମନୁଷ୍ୟର ପାପ କ୍ଷମା ହେବ ନାହିଁ। ତେଣୁ ସେଥି ନିମନ୍ତେ ଆଉ ସଦାପ୍ରଭୁ ତାଙ୍କ ଏକମାତ୍ର ପୁତ୍ରଙ୍କୁ ଏକ ଯୁବା ମେଷ ଶାବକକୁ ସେ ଏ ଜଗତକୁ ପଠାଇଲେ, ଆଉ ସେ ଆମ ସମସ୍ତଙ୍କ ପାପ ନିମନ୍ତେ ବଳି ହେବା ନିମନ୍ତେ। ତ ଆମେ ଯେତେବେଳେ ବଳି କଥା କହୁ, ବଳିର ଯେତେବେଳେ ମୁଁ ଆପଣଙ୍କୁ କହୁଥିଲି ଯେ ତାକୁ କିଛି ନା କିଛି ବାଧା ନହେଲେ, ଓକେ, କିଛି ତାକୁ କ୍ଷତ ନ କଲେ ସେଇଟାର ରକ୍ତ ବାହାରେ ନାହିଁ। ତ ଯେତେବେଳେ
ବଳି କଥା କହୁ ସେଠାରେ ଯନ୍ତ୍ରଣା, ବ୍ୟଥା, କଷ୍ଟ ରହିଅଛି। ଯେତେବେଳେ ଜଣଙ୍କ ଠାରୁ ସେ ପଶୁ କିମ୍ବା ପକ୍ଷୀ ବା ମନୁଷ୍ୟ ଯେକୌଣସି ହଉ, ଯେତେବେଳେ ତାଙ୍କ ଦେହରୁ ରକ୍ତ ବାହାରୁଛି, ତାମାନେ ତାକୁ କିଛି କ୍ଷତ ହୋଇଛି। ଆଉ ସେ କ୍ଷତ କେବେ ମଧ୍ୟ ଆନନ୍ଦ ଆରାମଦାୟକ ନୁହଁ, ସଦାବେଳେ ଯନ୍ତ୍ରଣା, ବ୍ୟଥା ବା କଷ୍ଟ। ଯେତେବେଳେ ଆମେ ଗୋଟେ ଜାଗାରେ ଟିକେ ଝୁଣ୍ଟି ଦଉ, ଯୋଉ ରକ୍ତ ବାହାରେ, କେମିତି ଆମମାନଙ୍କୁ ଯନ୍ତ୍ରଣା ହୁଏ। ଆମେ ରକ୍ତ ଦଉ, ଯେତେବେଳେ ଛୁଞ୍ଚି ଟିକେ ଫୋଡ଼ାଯାଏ, ସେଟା ମଧ୍ୟ ପେନ୍। ତ ଯେତେବେଳେ ବଳି କଥା ଆସେ, ତାହା ହଉଛି ଯନ୍ତ୍ରଣା, ବ୍ୟଥା ଏବଂ କଷ୍ଟ। ଆଉ ଯେତେବେଳେ ଯୀଶୁ ଯୀଶୁ ସେ ନିଜେ ଆପଣା ଶରୀରକୁ ବଳିଦାନ କଲେ, ଯୀଶୁଙ୍କ ନିମନ୍ତେ ମଧ୍ୟ ସେହି ଯନ୍ତ୍ରଣା, ସେହି ବ୍ୟଥା, ସେହି କଷ୍ଟ ଥିଲା। ଆଉ ଯୀଶୁଙ୍କର ଏହି ଯନ୍ତ୍ରଣା ବା କଷ୍ଟ ଦୁଇ ପ୍ରକାର। ଗୋଟେ ହଉଛି ଇଣ୍ଟରନାଲ, ଆଉ ଗୋଟେ ହଉଛି ଏକ୍ସଟର୍ନାଲ। ଗୋଟେ ହଉଛି ଆଭ୍ୟନ୍ତରୀଣ ଯନ୍ତ୍ରଣା, ଆଉ ଗୋଟେ ହଉଛି ବାହ୍ୟିକ ଯନ୍ତ୍ରଣା, ଯୋଉଟା କି କିଛି ଅଛି ଯାହାକି ଯୀଶୁଙ୍କୁ ବିନା ରକ୍ତରେ ସେ ଯନ୍ତ୍ରଣା ପାଇଥିଲେ, ଆଉ କିଛି ଅଛି ଯାହାକି ରକ୍ତର ସହିତ ସେ ଯନ୍ତ୍ରଣା ପାଇଥିଲେ। ପ୍ରଥମେ ଯୋଉ ପାଞ୍ଚଟି ଯୋଉ ଆଭ୍ୟନ୍ତରୀଣ ଯନ୍ତ୍ରଣା, ଯୋଉ ତାକୁ ଆମେ କହିବା ଯୋଉ ମେଣ୍ଟାଲ, ତାକୁ ଟର୍ଚର କରାଯାଇଥିଲା, ମାନସିକ ଯନ୍ତ୍ରଣା କଣ, ତାକୁ ବିଧା ମରା ଯାଇଥିଲା। ଲେଖା ଅଛି ବାଇବଲରେ ତାଙ୍କୁ ବିଧା ମରା ଯାଇଥିଲା। ଦ୍ୱିତୀୟ ଲେଖା ଅଛି ମୁଥ ମୁଥ ବି ଯୀଶୁଙ୍କୁ ମରା ଯାଇଥିଲା। ଏବଂ ତୃତୀୟରେ ଯୀଶୁଙ୍କ ଉପରେ ଧୂପ ପକାଇ ଯାଇଥିଲା। ଏ ସବୁ ଗୁଡାକ ଯୀଶୁଙ୍କ ନିମନ୍ତେ ଗୋଟେ ଲଜ୍ଜାଜନକ ଯୋଉ ମାନସିକ ଯନ୍ତ୍ରଣା। ଓକେ, ତାହାର ଗୋଟେ ବୋଧେ ମ୍ୟୁଟ ଅଛି, ଟିକେ ଅନମ୍ୟୁଟ କରନ୍ତୁ। ସରି, ଅନମ୍ୟୁଟ ହେଇଛି, ମ୍ୟୁଟ କରିଦିଅନ୍ତୁ। ଓକେ, ତ ଏଇ ସମସ୍ତ ବିଷୟ ଛେପ ପକାଇଲେ ଶରୀର ରକ୍ତ ବାହାରେ ନାହିଁ, କିନ୍ତୁ ଯଦି ଜଣଙ୍କ ଉପରେ ଯଦି ଛେପ ପକଉଛି, ତା ନିମନ୍ତେ ତା ଗୋଟେ ଲଜ୍ଜାକର ବିଷୟ। ତାହା ମାନସିକ ଯନ୍ତ୍ରଣାକୁ ବୁଝାଏ। ଏବଂ ଯୀଶୁଙ୍କୁ ଚାପୁଡା ମାରିଥିଲେ। ଓକେ, ଆଉ କଣ କରିଥିଲା, ଯୀଶୁଙ୍କୁ ଆ ମୁଣ୍ଡରେ ବା ମୁହଁରେ ଗୋଟେ ଲୁଗା ଗୋଡେଇକି ତାକୁ ନଳରେ ତାକୁ ମାରିକି ପରିହାସ କରିଥିଲେ, ଏଇ ଯୀଶୁ ତୁମକୁ କିଏ ମାରିଲା କୁହ ବୋଲି। ହେଁ, ଏଇ ପ୍ରକାର ଯୋଉ ପାଞ୍ଚ ପ୍ରକାର ଯେ ମାନସିକ ଯନ୍ତ୍ରଣା ଦେଇକି ସଦାପ୍ରଭୁ ଯାଇଥିଲେ। ଆଉ ପାଞ୍ଚଟି କଣ ନା ବାହ୍ୟିକ ଯନ୍ତ୍ରଣା। ତା ହଉଛି ପିଠିରେ କୋରଡା ପ୍ରହାର। ଓକେ, ଆଉ ସେଇ ସମୟର କୋରଡା ହଉଛି, ତାହା ହଉଛି ଚମଡାରେ ତିଆରି। ଆଉ ସେଇ ଚମଡାରେ କଣ ମୁନିଆ ମୁନିଆ ହାଡ ଏବଂ କଣ୍ଟା ସେଠାରେ ବ୍ୟବହାର କରାଯାଉଥିଲା। ଆଉ ଯେତେବେଳେ ସେହି କଣ୍ଟା ବା ସେହି ମୁନିଆ ହାଡ ଯୀଶୁଙ୍କ ପିଠ ଉପରେ ଚାବୁକ ପଡୁଥିଲା, ଆଉ ତାହା ଗେଞ୍ଜି ହେଇକି ସେଟା ଲାଗି ଯାଉଥିଲା। ଯେତେବେଳେ ସେମାନେ ସେଇ କୋରଡାକୁ ଟାଣି ଦଉଥିଲେ, ଲେଖା ହଉଛି ଯିଶାୟଙ୍କ ଭାଷାରେ, ମାନେ ସେଟା ବର୍ଣ୍ଣନା କରିଛନ୍ତି ଯେ ଯୋଉ ବିଲରେ ଯୋଉ ଲଙ୍ଗଳ ଯୋଉ ଆମେ ଚାଷ କରୁ, ଯୋଉ ଶିହର ପଡେ, ସେଇ ଶିହର ପଡିଲା ପରେ ତାଙ୍କ ପିଠିରେ ଚାଷ କଲା ପରେ ହେଇଯାଉଥିଲା, ରକ୍ତ ହଉଥିଲା। ତା ହଉଛି ଯନ୍ତ୍ରଣା, କଷ୍ଟ ତାଙ୍କ ପିଠି ଉପରେ ପୁରା ମାଂସ ପୁରା ଟାଣିକି ପଳେଇ ଆସୁଥିଲା। ଏବଂ ମୁଣ୍ଡରେ କଣ୍ଟାର ମୁକୁଟ। ଓକେ, ଆଉ ଲେଖା ଅଛି ସେଇ ଯୋଉ କଣ୍ଟା ହଉଛି କେତେ ବିଷାକ୍ତ କଣ୍ଟା, ଥରେ ଯଦି ତାଙ୍କୁ ପୋଡି ହବ, ପ୍ରାୟ 6-7 ଘଣ୍ଟା ପେନ୍ କିଲର ଦେଲେ ମଧ୍ୟ ତାହା କମିବ ନାହିଁ। ଏହିପରି ସେଇଟା ବିଷାକ୍ତ କଣ୍ଟା। ଯେତେବେଳେ ମୁଣ୍ଡର ଚାରିଆଡେ ଯେତେବେଳେ ରଖିକି ତା ଚାପି ଦଉଥିଲେ, ଚାରିପଟ ତାହା ଗେଞ୍ଜି ହେଇଯାଉଥିଲା ଏବଂ ପୁରା ଏଇ ମୁଣ୍ଡରୁ ପୁରା ଦେହ ସାରା ରକ୍ତରେ ଜର୍ଜରିତ। ଆଉ ସେଥି ନିମନ୍ତେ ପୁନର୍ବାର ଯିଶାୟ କୁହନ୍ତି ସେ ତାଙ୍କର ମୁଖ ଚିହ୍ନା ଯାଉନଥିଲା, କାରଣ ରକ୍ତ ଦ୍ଵାରା ସେ ମୁଖ ପୁରା ଆବରି ଯାଇଥିଲା, ରକ୍ତ ଚାରିପଟ ରକ୍ତ। ତାଙ୍କ
ଗାଲ ଆଖି ପାଟି ସବୁ ରକ୍ତରେ ଜର୍ଜରିତ, ଏଣୁ ମୁହଁ ଦେଖା ଯାଉନଥିଲା, ଏହିପରି କଷ୍ଟ। ହଁ? ତୃତୀୟରେ ଦୁଇ ହସ୍ତରେ ଦୁଇଟି କଣ୍ଟା, ଏତେ ମୋଟା ମୋଟା କଣ୍ଟା ଗୁଡାକ ଦୁଇ ହାତରେ ମରା ଯାଇଥିଲା। ଓକେ, ଏବଂ ଦୁଇ ପାଦରେ ଲୁହାର କଣ୍ଟା ମରା ଯାଇଥିଲା, ଏବଂ ବକ୍ଷରେ ବର୍ଚ୍ଛା ମରା ଯାଇଥିଲା। ତ ଏହି ପ୍ରକାର ଯୀଶୁଖ୍ରୀଷ୍ଟ ସେ ବଳିଦାନ ହେଇଥିଲେ। ଆଉ ଏଇ ଯେତେବେଳେ ବଳି କଥା ଆସେ, ଆମେ ଆକୁ ମନେ ରଖିବା ଯେ ଯେକୌଣସି ବଳିରେ ତାହା ଯନ୍ତ୍ରଣା, ବ୍ୟଥା ବା କଷ୍ଟ ରହିଥିଲା, ଏବଂ ଯୀଶୁ ସେ ଆମ ସମସ୍ତଙ୍କ ପାପ ନିମନ୍ତେ ସେ ଏହି ସମସ୍ତ ଯନ୍ତ୍ରଣା, ବ୍ୟଥା, କଷ୍ଟ ସେ ସହ୍ୟ କରିଥିଲେ। କିନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମେ ଅନୁଗ୍ରହ ଯୁଗରେ ଅଛୁ, ନୂତନ ନିୟମରେ ଅଛୁ। ତ ଆମେ ବର୍ତ୍ତମାନ ସେଇ ପୁରାତନ ଲୋକମାନଙ୍କ ପରି ସେଇ 5ଟି ବଳି ଆମେ କରୁନାହୁଁ। ଆମମାନେ ହୋମ ବଳି କରୁନାହୁଁ, କିମ୍ବା ଭୋକ୍ତିତ ନୈବେଦ୍ୟ ବଳି କରିନାହୁଁ, କିନ୍ତୁ ମଙ୍ଗଳାର୍ଥକ ବଳି ବି କରୁନାହୁଁ, କିମ୍ବା ପାପାର୍ଥକ ବଳି କରୁନାହୁଁ, କିମ୍ବା ଦୋଷାର୍ଥକ ବଳି ବି କରୁନାହୁଁ। କିନ୍ତୁ ବର୍ତ୍ତମାନ ଯୋଉ ଅନୁଗ୍ରହ ଯୁଗରେ, ନୂତନ ନିୟମର ଯୁଗରେ ଆମେ ଅଛୁ, ଏଇ ନୂତନ ନିୟମ 5ଟି ବଳି କରିବା ନିମନ୍ତେ ସଦାପ୍ରଭୁ ଆମକୁ ସେ କହିଛନ୍ତି। ତ ସେହି 5ଟି ବଳି ଆମେ କିପରି ବର୍ତ୍ତମାନ ଅନୁଯୋଗ କରିବା, ଅଳ୍ପ ସମୟ ଦେଖିକି ଆମେ ଶେଷ କରିବା। ନୂତନ ନିୟମର ବଳି, ଓକେ, ନୂତନ ବଳି ହଉଛି 5ଟି ବିଷୟ କଣ କଣ ନା, ପ୍ରଥମ ହଉଛି ପବିତ୍ରତାର ବଳି, ସାକ୍ରିଫାଇସ୍ ଅଫ ପ୍ୟୁରିଟି। ଓକେ, ଏବଂ ପ୍ରଶଂସାର ବଳି ହଉଛି ସାକ୍ରିଫାଇସ୍ ଅଫ ପ୍ରେଇଜ। ଓକେ, ଏବଂ ତୃତୀୟ ହଉଛି ପରୋପକାରର ବଳି, ସାକ୍ରିଫାଇସ୍ ଅଫ ପ୍ରେଜେଣ୍ଟ ବା ପ୍ରୋଭାଇଡ କହିପାରିବା ଆମେ। ଏବଂ ସତ୍ୟ ହଉଛି ପ୍ରେମର ବଳି, ଓକେ, ସାକ୍ରିଫାଇସ୍ ଅଫ ପ୍ୟାସନ। ଓକେ, ମୁଁ ଯୋଉ ପ୍ରେମର ପସନ୍ଦ ନହେଲେ ମଧ୍ୟ ମୁଁ ହିନ୍ଦୀରେ ଦେଖୁଥିଲି, ଯାହାକି ଲେଖା ହେଇଛି ଇସ୍କ, ଇସ୍କ କରନ୍ତି ଯୋଉ ପ୍ରେମ, ତାକୁ ପ୍ୟାସନ ର ଅଛି ସ୍ନେହ, ମମତା ଆଉ ଇସ୍କ। ଏବଂ ପଞ୍ଚମ ହଉଛି ପ୍ରାର୍ଥନାର ବଳି, ଓକେ, ସାକ୍ରିଫାଇସ୍ ଅଫ ପ୍ରେ। ଏହି 5ଟି ବଳି ସଦାପ୍ରଭୁ ଆମଠାରୁ ବର୍ତ୍ତମାନ ଚାହାନ୍ତି। ଯେପରି ଦାଉଦ କହିଲେ ଯେ ତୁମେ ବର୍ତ୍ତମାନ ସେହି ହୋମ ବଳିରେ ତୁମେ ସନ୍ତୁଷ୍ଟ ନୁହଁ, କିନ୍ତୁ ପ୍ରଭୁ ଏହି 5ଟି ବଳି ଆମଠାରୁ ଚାହାନ୍ତି। ତ ଆମେ କିପରି ଏହି 5ଟି ବଳି ଆମେ କରିବା, ଅଳ୍ପ ସମୟ ଦେଖି ଆମେ ସମାପ୍ତ କରିବା। ପ୍ରଥମ ବଳି ହଉଛି ଯେ ପବିତ୍ରତାର ବଳି। ଯଦି ଆମେ ରୋମୀ ତାର 12 ପର୍ବର 1 ଏବଂ ପ୍ରଥମ ପିତର 2-5 ପଢିଦେବା ଆମେ ଦୁଇଟି, ତା ଦେଖିବା ଯେ ଜଣେ ବିଶ୍ୱାସୀ ଆଉ ବିଶ୍ୱାସିନୀର, ଜଣେ ଖ୍ରୀଷ୍ଟିଆନ ବିଶ୍ୱାସୀ ବିଶ୍ୱାସିନୀର କିପରି ସେମାନେ ପବିତ୍ରତାର ବଳି କରିବାକୁ ପଡେ। ରୋମୀ 12:1 କିଏ ପଢିଦେବେ? ଅତଏବ ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ଏବଂ ପ୍ରଥମ ପିତର 2:5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକ ବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ପାପାର୍ଥକ ଗୃହ ରୂପରେ ନିର୍ମିତ ହୁଅ। ପାରମାର୍ଥିକ। ଧନ୍ୟବାଦ ଭଉଣୀ ପଢିବା ଯୋଗୁ। ଏଟା ଦୁଇଟି ଆମେ ଯଦି ଦେଖିବା ଭଲ ବୁଝିବା, ଏହା ଜଣେ ବ୍ୟକ୍ତିର ପବିତ୍ରତା ଜୀବନ ବିଷୟରେ କହୁଛି। କିପରି ଏହି ଅପବିତ୍ର ଜଗତରୁ ଆଉ ସେ ଦୂରୀକୃତ ହୋଇ ସେ ପବିତ୍ରତାର ଜୀବନ କାଟିବ। ଓକେ, ଜଣେ ମନୁଷ୍ୟ ବା ଜଣେ ଲୋକ ଯୀଶୁଙ୍କୁ ଗ୍ରହଣ କରିବା ପୂର୍ବରୁ ସେ ଯେଉଁ ପ୍ରକାର ଜୀବନ କାଟୁଥିଲା, ଯୀଶୁଙ୍କୁ ଗ୍ରହଣ କଲା ପରେ
ଆଉ ସେଇ ପ୍ରକାର ଜୀବନ ସେ କାଟିବ ନାହିଁ। ତାକୁ ସେ ପରିତ୍ୟାଗ କରିକି ଆଉ ସେ ଗୋଟେ ନୂତନ ଜୀବନ କାଟିବ, ଯାହାକି ପବିତ୍ରତାର ଜୀବନ। ଓକେ, ପୁରାତନ ସ୍ୱଭାବ କୁଆଡେ ଯାଇଛି ସେ? ଯଦି କାର କୋଉଠିକି? ଟିକେ ଅନମ୍ୟୁଟ କରିଦିଅନ୍ତୁ, ମ୍ୟୁଟ କରିଦିଅନ୍ତୁ। ଯଦି ଜଣେ ବ୍ୟକ୍ତି ଯୀଶୁଙ୍କୁ ଗ୍ରହଣ କରିବା ପୂର୍ବରୁ ସେ କିପରି ଆ, ଅପବିତ୍ରତାରେ ସେ ନିଜକୁ ଆନନ୍ଦ ଉଲ୍ଲାସ ବା ମୌଜ ମଜଲିସ କରୁଥିଲା, ଯୀଶୁଙ୍କୁ ଗ୍ରହଣ କଲା ପରେ ଆଉ ସେହି ଆନନ୍ଦ ବା ସେହି ଖରାପ କାମରେ ଯୋଉ ଆନନ୍ଦ ତାହାକୁ ସେ ବଳି କରିବ। ମନେକର ଜଣେ ଲୋକ ଆ, ସେ ବିଡି ବା ସିଗାରେଟ ବା ଗୁଟକା ବା ମଦ୍ୟପାନ କରିକି ଆ, ସେ ଖୁସି ଅନୁଭବ କରୁଥିଲା, ତାକୁ ସେ ପାର୍ଟିକୁ ଯାଇକି ସେ ମଦ ପିଇକି ସେ ଟାଣିକି ବହୁତ ଏନ୍ଜୟ କରୁଥିଲା। ଓକେ, ସେ ଶାରୀରିକ ଆ, ସୁଖ ବିଳାସ ନିମନ୍ତେ। କିନ୍ତୁ ଯୀଶୁଙ୍କୁ ଗ୍ରହଣ କଲା ପରେ ଆଉ ସେହି ଯୋଉ ଆନନ୍ଦକୁ ସେ ବଳି କରିବ, ତାକୁ ଛାଡିବ ଏବଂ ସେ ପବିତ୍ର ଜୀବନ କାଟିବ। ଜଣେ ଆଉ ଜଣେ କି ମନେକର ଅଶ୍ଳୀଳ ଭିଡିଓ ବା ଅଶ୍ଳୀଳ ଫଟୋ ଗୁଡାକ ଦେଖିକି ସେ ନିଜକୁ ସାଟିସ୍ଫାଏଡ ବା ନିଜକୁ ସେ ଏନ୍ଜୟ କରୁଥିଲା, ଆନନ୍ଦ ଉପଭୋଗ କରୁଥିଲା। କିନ୍ତୁ ଯୀଶୁଙ୍କୁ ଗ୍ରହଣ କଲା ପରେ ତାକୁ ସେ ଆନନ୍ଦକୁ ସେ ବଳି କରିକି ପରିତ୍ୟାଗ କରିକି ସେ ବର୍ତ୍ତମାନ ପବିତ୍ରତା ଜୀବନ କାଟୁଛି। ଏ ହଉଛି ପବିତ୍ରତାର ବଳି। ଓକେ, ସେ ଯେଉଁ ଅପବିତ୍ରତାରେ ଉପଭୋଗ କରୁଥିଲା, ଏନ୍ଜୟ କରୁଥିଲା, ଆନନ୍ଦ କରୁଥିଲା, ତାକୁ ସେ ବଳିଦାନ କରିକି ଏକ ପବିତ୍ର ଜୀବନ କାଟିବ। ତା ହଉଛି ପବିତ୍ରତାର ବଳି। ତ ପୁରାତନ ସ୍ୱଭାବରେ ତାର ଯୋଉ ମଜା ଥିଲା, ଆନନ୍ଦ ଥିଲା, ତାକୁ ବଳିଦାନ କରିକି ସେ ଏକ ନୂତନ ସ୍ୱଭାବ ସେ କାଟିବ। ତା ହଉଛି ପବିତ୍ରତାର ବଳି। ଆମେ ଜଲ୍ଦି ଯିବାକୁ ଟାଇମ ହେଲାଣି। ଦ୍ୱିତୀୟ ହଉଛି ପ୍ରଶଂସାର ବଳି। ଓକେ, ଯଦି ପଢିଦେବେ ଜଲ୍ଦି, ଏଭ୍ରି ତାର 13 ପର୍ବର 15 ପଦ। ଏଭ୍ରି 13 ପର୍ବର 15 ପଦ ଏ ହଉଛି ପ୍ରଶଂସାର ବଳି। ଏଣୁ ଆସ ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ରୂପ ବଳି ଅର୍ଥାତ୍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ। ଧନ୍ୟବାଦ। ଆମେ ଗୋଟେ ବିଷୟ ସବୁବେଳେ ମନେ ରଖିବା, ଯେତେବେଳେ ବଳି ଶବ୍ଦ ଆସୁଛି, ସେ ବଳିର ଅର୍ଥ ହଉଛି ସେଠାରେ ଆ ଯନ୍ତ୍ରଣା, କଷ୍ଟ, ବ୍ୟଥା ରହିଅଛି। ଓକେ, ତ ଯେତେବେଳେ ଆମେ ପ୍ରଶଂସାର ବଳି କହୁଛୁ, ତ ତାହା କି ପ୍ରକାରେ ଯନ୍ତ୍ରଣା କଷ୍ଟ ହୋଇପାରେ? ଏଁ? ଦେଖନ୍ତୁ, ଯେତେବେଳେ ଜଣଙ୍କର ସମସ୍ତ ପ୍ରକାର ସୁବିଧା ରହିଅଛି, ରହିବାର, ଖାଇବାର, ପିନ୍ଧିବାର, ସେ ଯାହା ତାକୁ ଆବଶ୍ୟକ ଅଛି ତାହା ତାକୁ ମିଳିଯାଉଛି, ତା ପାଖରେ ସବୁ ଆଭେଲେବୁଲ ଅଛି, ସେଇ ପ୍ରକାରେ ସେଇ ସମୟରେ ଆମେ ପ୍ରଭୁଙ୍କ ଠାରେ ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ଆମେ ତେରେ ନାଁ ଆମେ ଉଚ୍ଚ ହେଉ ପ୍ରଭୁ ବୋଲି ଆମେ ଆନନ୍ଦ ଉତ୍ସାହ ସହିତ ପ୍ରଭୁଙ୍କ ପ୍ରଶଂସା କରୁଛୁ। ସେ ସମୟରେ ଆମକୁ କିଛି ବାଧେ ନାହିଁ। କିନ୍ତୁ ପବିତ୍ରତାର ବଳି ଏହା ଯେ ଯେତେବେଳେ ଅସୁସ୍ଥତା ସମୟରେ, ଆର୍ଥିକ ଅନାଟନ ସମୟରେ, ଦୁଃଖ ସମୟରେ ଯଦି ଜଣେ ପ୍ରଭୁଙ୍କର ପ୍ରଶଂସା କରୁଛି, ତାହା ହଉଛି ପ୍ରଶଂସାର ବଳି। ମନେକର ଆପଣଙ୍କ ପରିବାରରେ କିଏ ଜଣେ ରୋଗରେ ପଡିଛି, ନଚେତ ଆପଣଙ୍କର କିଏ ଜଣେ ମେଡିକାଲରେ ଆଡମିଟ ହେଇଛନ୍ତି, କଣ ଆମେ ସେଇ ସମୟରେ ପ୍ରଭୁଙ୍କୁ ଆମେ ପ୍ରଶଂସା କରୁଛୁ କି? ପୁଅ ଝିଅର ଆଡମିସନ ପାଇଁ ଟଙ୍କା ଆବଶ୍ୟକତା ରହିଛି, କିନ୍ତୁ ଆପଣଙ୍କର ଟଙ୍କା ନାହିଁ। ତାଙ୍କ ବହି କିଣିବା ନିମନ୍ତେ ଟଙ୍କା ଆବଶ୍ୟକତା, କିନ୍ତୁ ଟଙ୍କା ନାହିଁ। ତାଙ୍କ ଟିଉସନ ଫିସ୍ କ୍ଲିୟର କରିବାର ଅଛି, କିନ୍ତୁ ପାଖରେ ଟଙ୍କା ନାହିଁ। କଣ ଆମେ ସେଇ ସମୟରେ ପ୍ରଭୁଙ୍କର ଆମେ ପ୍ରଶଂସା କରୁଛୁ କି? ଘର ଭଡା ଦେବାର ଅଛି, ଆଜି 1 ତାରିଖ, ଘର ମାଲିକ ଆସିବ, 1 ରୁ 5 ଭିତରେ ଘର ଭଡା ଦେବାର ଅଛି, କିନ୍ତୁ ପାଖରେ ପଇସା ନାହିଁ। ଆମେ ସେଇ ସମୟରେ କଣ ପ୍ରଭୁଙ୍କର ପ୍ରଶଂସା କରିବା କି? ମେଡିକାଲରେ ଅଛି, ଠିକ ଅଛି,
ସୁସ୍ଥ ହେଇଗଲା ମେଡିକାଲରେ, କିନ୍ତୁ ଯେତେବେଳେ ଡିସଚାର୍ଜ କରାହଉଛି ମେଡିକାଲ ବିଲ୍ ପେମେଣ୍ଟ କରିବାର ଅଛି, ସେ ପାଖରେ ଟଙ୍କା ନାହିଁ। ଆମେ କଣ ସେଇ ସମୟରେ ଆମେ ପ୍ରଭୁଙ୍କର ପ୍ରଶଂସା କରିପାରିବା କି? ଆଉ ଝିଅମାନେ ଏଇପରି ଦୁଃଖ ଅନାଟନ ସମୟରେ ପ୍ରଶଂସା କରନ୍ତି, ତାହା ହଉଛି ପ୍ରଶଂସାର ବଳି। ମତେ ଆଶ୍ଚର୍ଯ୍ୟ ଲାଗେ ଆୟୁବଙ୍କ ବିଷୟରେ। ଯଦି ଆମେ ସେ ଆୟୁବ 21 ଏବଂ 22 ପଦ ଏବଂ ଦ୍ଵିତୀୟ ପଦ ପର୍ବର 9-10 ପଢିବା, ଆୟୁବଙ୍କ ଜୀବନରେ ଏତେ ଦୁଃଖ କଷ୍ଟ, ତାଙ୍କ ମାନେ ଯୁବକ ଯୁବତୀ ମାନେ ପୁଅ ଝିଅ ମାନଙ୍କର ମୃତ୍ୟୁ ହେଲା। ଆଉ ବର୍ତ୍ତମାନର ଯଦି ଆମେ କାଲକୁଲେସନ କରିବା, କରୋଡ଼ ଟଙ୍କା ତାର ଲସ୍ ହେଇଗଲା, ଗାଈ ଗୋରୁ ଛେଳି ମେଣ୍ଢା ଗଧ ସବୁ। କିନ୍ତୁ ସେଇ ସମୟରେ ମଧ୍ୟ ସେ ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି। ସଦା ପ୍ରଭୁ ଦେଲେ ସଦା ପ୍ରଭୁଙ୍କ ନାମ ଧନ୍ୟବାଦ। ତାହା ହଉଛି ପ୍ରଶଂସାର ବଳି। ଏବଂ ପ୍ରେରିତ ତାର 16 ପର୍ବ 25 ପଦରେ ପାଉଲ ଏବଂ ଶିଲା, ସେମାନଙ୍କୁ ଲେଖା ହେଇଛି ବେତ୍ରାଘାତ କରାଯାଇଥିଲା, ସେମାନଙ୍କୁ ଜଞ୍ଜିରରେ ବନ୍ଧା ଯାଇଥିଲା, ହାତ ଗୋଡ ସେମାନଙ୍କୁ ବନ୍ଧା ଯାଇଛି। ଏବଂ ମଧ୍ୟ ଲେଖା ଅଛି ମଧ୍ୟରାତ୍ରରେ ସେମାନେ ପ୍ରାର୍ଥନା ଓ ସ୍ତବ ଗାନ କରୁଥିଲେ, ସେମାନେ ପ୍ରଭୁଙ୍କର ପ୍ରଶଂସା କରୁଥିଲେ। ତାହା ହଉଛି ପ୍ରଶଂସାର ବଳି। ଆଉ ଲେଖା ଅଛି, ଆମେ ଯୋଉ ପାଠ କଲୁ ଏଭ୍ରି ପୁସ୍ତକ ତାର 13 ପର୍ବରେ, ତାକୁ ଆମେ ନିତ୍ୟ ଉତ୍ସର୍ଗ କରିବା। ସଦା ପ୍ରଭୁଙ୍କ ଠାରେ ଆମେ ନିତ୍ୟ ଉତ୍ସର୍ଗ କରିବା ହଉଛି ପ୍ରଶଂସାର ବଳି। ଯେତେବେଳେ ଆମ ପାଖରେ ସବୁ ସୁବିଧା ଅଛି ସେ ସମୟରେ ପ୍ରଶଂସା କରୁଛୁ, ଭଲ କଥା। କିନ୍ତୁ ଅଭାବ ଅନାଟନରେ ମଧ୍ୟ ଯେତେବେଳେ ଆମେ ପ୍ରଭୁଙ୍କର ପ୍ରଶଂସା ଗୌରବ କରୁଛୁ, ତାହା ହଉଛି ପ୍ରଶଂସାର ବଳି। ଆଉ ପ୍ରଭୁ ଆଉ ଏହି ପ୍ରକାର ବଳିକୁ ସେ ଚାହାନ୍ତି। ଏହା ଥିଲା ପ୍ରଶଂସାର ବଳି। ତୃତୀୟ ବଳି ଦେଖିବା, ନୂତନ ନିୟମର ତୃତୀୟ ବଳି ପରୋପକାର ବଳି। ଆମେ ଯୋଉଟା ପଢିଲୁ ତାର ତଳଙ୍କ ଟିକେ ପଢନ୍ତୁ ଭଉଣୀ, ଏଭ୍ରି ତାର 13-16। ପର ଉପକାର ଓ ଦାନ କରିବାକୁ ପାସର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ। ହାଲେଲୁୟା। ଦେଖନ୍ତୁ ଲେଖା ଅଛି, ଅନ୍ୟର ଉପକାର କରିବାକୁ ଏବଂ ଦାନ କରିବାକୁ ପାସର ନାହିଁ। ଲେଖା ହେଇଛି ଇଂଲିଶରେ, ଡୁ ନଟ୍ ନେଗ୍ଲେକ୍ଟ, ତାକୁ ଅବହେଳା କର ନାହିଁ। ଅନ୍ୟକୁ ସାହାଯ୍ୟ କରିବା, ଅନ୍ୟକୁ ଦାନ କରିବା ତୁମେ ତାକୁ ଭୁଲ ନାହିଁ, ପାସର ନାହିଁ, ନେଗ୍ଲେକ୍ଟ କର ନାହିଁ। ଆଉ ଲେଖା ଅଛି, ସେହି ଦାନରେ ବା ଏହି ପ୍ରକାର ବଳିରେ ସଦାପ୍ରଭୁଙ୍କର ପରମ ସନ୍ତୋଷ, ମାନେ ବହୁତ ଆନନ୍ଦ। ଯଦି ଆପଣ ଯଦି ଜଣେ ଅନ୍ୟକୁ ସାହାଯ୍ୟ କରନ୍ତି, ପ୍ରଭୁ ବହୁତ ଖୁସି ହୁଅନ୍ତି। ଯଦି ଆପଣ ଜଣକୁ ଦାନ ଦିଅନ୍ତି, ପ୍ରଭୁ ବହୁତ ଖୁସି ହୁଅନ୍ତି। ଲେଖା ଅଛି, ଏଇ ପ୍ରକାର ଦାନରେ ବା ବଳିରେ ସଦାପ୍ରଭୁ ପରମ ସନ୍ତୋଷ। ଅନେକ ସମୟରେ କଣ ହୁଏ, ବାହାଘର ବା ବାର୍ଥଡେ ଆନିଭର୍ସରୀରେ ଆମେ କଣ କରୁଛୁ, ଯେଉଁମାନେ ଆମକୁ ରିଟର୍ନ ଦେଇପାରିବେ ଆମେ ସେମାନଙ୍କୁ ଆଉ ସେ ସାହାଯ୍ୟ କରିଥାଉ। ଜଣଙ୍କର ବାହାଘରରେ ଆମେ ଦେଇଛୁ 1000 ଟଙ୍କା, ଆମେ ଚାହୁଁ ଯେ ହଁ ମୋର ପୁଅ ଝିଅର ବାହାଘର ବା ମୋ ଭାଇର ବାହାଘରକୁ ସେ ମଧ୍ୟ ସେ ଟଙ୍କା ଦେବେ। ଆମେ ସେହି ହିସାବରେ ଅନେକ ସମୟରେ ଆମେ କାଲକୁଲେସନ କରିକି ଦେଇଥାଉ। ଯେତେବେଳେ ସେମାନେ ରିଟର୍ନ କରନ୍ତି, ଆମେ ବେଳେ ଭାବୁଥାଉ, ମୁଁ ତ 1000 ଟଙ୍କା ଦେଇଥିଲି, ସେ କେମିତି 500 ଟଙ୍କା ଦେଲା। ସେଇଟା ହଉଛି ଅନ୍ୟର ଉପକାର ବା ଦାନ ନୁହଁ। କିନ୍ତୁ ଯୋଉମାନେ ଆମକୁ ରିଟର୍ନ ଦେଲା ପରି ନୁହଁ, ଦେଇପାରିବେ ନାହିଁ, ହୁଏତ ତାଙ୍କୁ ଆମେ ଜାଣିଛୁ ବା ନ ଜାଣିଛୁ। ଆମ ମଣ୍ଡଳୀର ବିଶ୍ୱାସୀ ମାନେ ଅଛନ୍ତି କେତେ, ଆମ ଯୋଉ କୋ ୱାର୍କର ମାନେ ଅଛନ୍ତି, ଯଦି ଆମେ ଦେଖିବା ଯେ ସେମାନେ ଆମକୁ ରିଟର୍ନ ଦେଲା ପରେ ସେମାନଙ୍କର ସକ୍ଷମ ନାହିଁ, ତଥାପି ଯଦି ଆମେ ସେମାନଙ୍କୁ ସାହାଯ୍ୟ କରିବା, ଦାନ କରିବା, ତାହା ହଉଛି ସଦାପ୍ରଭୁ ଚାହାନ୍ତି। ତାହା ହଉଛି ପରୋପକାରର ବଳି। ସେଥିପାଇଁ ଲେଖା ଅଛି ଫିଲିପି ତାର 2 ପର୍ବ 4 ପଦରେ, ତୁମେ କେବଳ ନିଜ ନିମନ୍ତେ ଚିନ୍ତା କର ନାହିଁ, ତୁମେ ଅନ୍ୟ ନିମନ୍ତେ ମଧ୍ୟ ଚିନ୍ତା କରିବା ନିମନ୍ତେ ପାଉଲ ଫିଲିପ ଖଣ୍ଡରେ ଲେଖନ୍ତି। ନିଜ ନିଜ ବିଷୟରେ ତୁମେ ଚିନ୍ତା କର ନାହିଁ। ତ ନିଜର ପୁଅ ଝିଅର ଆଡମିସନ ହେଇଗଲା, ହାଲେଲୁୟା, ଦ୍ୟାଟ୍ ଇଜ ଭଲ କଥା। କିନ୍ତୁ ଯଦି ଆପଣଙ୍କର ବିଶ୍ୱାସୀ ଅନ୍ୟମାନଙ୍କର ମଧ୍ୟ ପୁଅ ଝିଅ ମାନଙ୍କର ଆଡମିସନ ହେଲା କି, ସେମାନେ କଣ ସେଠି ଷ୍ଟ୍ରଗଲ କରୁଛନ୍ତି କି? ଯଦି ଆପଣଙ୍କ ପରିବାରରେ ଆଜି ବିରିୟାନୀ ଖାଇଲେ, ଜାଣି ଭଲ କଥା, ପ୍ରଭୁ ଯୋଗାଇଲେ, କିନ୍ତୁ
ଅନ୍ୟର ପରିବାରରେ ଆପଣଙ୍କ ପଡୋଶୀ ଘରେ ଚୁଲି ଜଳୁଛି କି ନାହିଁ ଜାଣିବାର ଅଛି ଆମକୁ। ଆମେ ଅନ୍ୟ ପ୍ରତି ମଧ୍ୟ ଚିନ୍ତା କରିବାର ଅଛି ଆଉ ସେମାନଙ୍କୁ ସାହାଯ୍ୟ କରିବାର ଅଛି। ତାହା ହଉଛି ସଦା ପ୍ରଭୁଙ୍କ ଠାରେ ସେ ପ୍ରଭୁ ଚାହୁଁଛି ପରୋପକାରର ବଳି। ଲେଖା ଅଛି ପ୍ରେରିତ 10 ପର୍ବର 4-5 ସେ ପଢିଦେବେ। ସେଟା କର୍ଣ୍ଣିଲିୟ ସେ ବିଷୟ ଲେଖା ଅଛି ପ୍ରେରିତ 10 ପର୍ବର 4-5। ସେଥିରେ ସେ ତାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଣ? ସେ ତାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନ ସବୁ ଶରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ୱରଙ୍କ ଛାମୁରେ ଉଠିଅଛି। ଏବେ ତୁମ୍ଭେ ଜାଫକୁ ଲୋକ ପଠାଇ ସିମୋନଙ୍କୁ ଡକାଇ ଆଣ, ତାଙ୍କ ଉପନାମ ପିତର। ଦେଖନ୍ତୁ ଏଇଠାରେ ଲେଖା ମାନେ ପ୍ରଭୁ କହୁଛନ୍ତି ଦର୍ଶନରେ ଯେ ତୁମର ପ୍ରାର୍ଥନା ଓ ଦାନ ଶରଣାର୍ଥକ ଦାନ ସ୍ୱରୂପ ତାକୁ ଗ୍ରହଣ କରାଯାଇଛି। ଏଇଠାରେ ତାଙ୍କ ପ୍ରାର୍ଥନାକୁ ଦାନକୁ ଏକ ବଳି ସ୍ୱରୂପ ରୂପେ କରାଯାଏ ଆଉ ସେପରି ସେ ଦାନ କରୁଥିଲେ। ସେ ଅନ୍ୟକୁ ସାହାଯ୍ୟ କରୁଥିଲେ। ଆଉ ସେ ଫିଲିପ ମଣ୍ଡଳକୁ ପୁନର୍ବାର ଲେଖନ୍ତି ତାର 4-18 ଫିଲିପି ତାର 4-18 ପାଉଲ ଲେଖନ୍ତି ଯେ ସେମାନେ ଇଫ୍ରିତାଙ୍କ ଦ୍ଵାରା ଯେଉଁ ଦାନ ପଠେଇଥିଲେ ତାହା ଏକ ବଳି ସ୍ୱରୂପ। ଫିଲିପି 4-18। ମୁଁ ସବୁ ପାଇଅଛି, ପୁଣି ଆଜ୍ଞା ମୋହର ପ୍ରଚୁର ଅଛି। ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଇଫ୍ରାଦିତଙ୍କ ପାଖରୁ ପାଇଅଛି, ସେହି ସବୁ ମୋ ପାଇଁ ଯଥେଷ୍ଟ। ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳି ସ୍ୱରୂପ। ଦେଖନ୍ତୁ ଯେଉଁ ଫିଲିପିୟ ମଣ୍ଡଳକ ମାନେ ତାଙ୍କୁ ଦାନ ଦେଇଥିଲେ ତାହା ହଉଛି ତୁଷ୍ଟିଜନକ ବଳି ସ୍ୱରୂପ ଲେଖା ଅଛି। ସେମାନେ ପ୍ରଭୁଙ୍କ ଦାସଙ୍କୁ ସାହାଯ୍ୟ କରିଥିଲେ। ତ ଯେତେବେଳେ ଆମେ ପ୍ରଭୁଙ୍କର ଲୋକମାନଙ୍କୁ ହସ୍ତ ବଢାଉ ସାହାଯ୍ୟ କରୁ ତାହା ହଉଛି ସଦା ପ୍ରଭୁଙ୍କର ଦୃଷ୍ଟିରେ ତୁଷ୍ଟିଜନକ ବଳି ସ୍ୱରୂପ ହୁଏ। ଆଉ ପ୍ରଭୁ ସେଇ ପ୍ରକାର ବଳିକୁ ଆଜି ଚାହାନ୍ତି। ଅନ୍ୟର ଉପକାର କରିବା, ଅନ୍ୟକୁ ଦାନ କରିବା ବଳି। ଏବଂ ଚତୁର୍ଥରେ ପ୍ରେମର ବଳି। ଓକେ, ଯଦି ଆମେ ପଢିବା ମାର୍କ ତାର 12 ପର୍ବର 33 ଏବଂ ଏଫିସି ତାର 5 ପର୍ବର 2ରେ ଲେଖା ଅଛି। ଏହା ହଉଛି ପ୍ରେମର ବଳି। ମୁଁ ପୁନର୍ବାର କହିବାକୁ ଚାହିଁବି ଯେତେବେଳେ ଏହି ବଳି ଶବ୍ଦ ଆସୁଛି ଆମେ ଗୋଟିଏ କଥାକୁ ମନେ ରଖିବା ଯେ ବଳିରେ ଯନ୍ତ୍ରଣା, ବଳିରେ ବ୍ୟଥା, ବଳିରେ କଷ୍ଟ ରହିବା ନିହାତି ଆବଶ୍ୟକ। ଓକେ, ଯଦି ଆମେ ଅନ୍ୟ ଜଣକୁ ଆମେ ପ୍ରେମ କରୁଛୁ ତ ଭାବିବା କଣ କଷ୍ଟ ବା କଣ ଯନ୍ତ୍ରଣା ରହିଅଛି। ଓକେ, ଆଉ ଯେତେବେଳେ ଯୀଶୁ କହନ୍ତି ମାଥ୍ୟୁ ତାର 4 ପର୍ବର 44 ତ ମାନେ ଶତ୍ରୁଙ୍କୁ ପ୍ରେମ କରିବା। ଓକେ, ଏହା ଏକ କଷ୍ଟର ବିଷୟ। ଯେଉଁମାନେ କି ଆପଣଙ୍କର ପରିବାରର ଶତ୍ରୁ, ଆପଣଙ୍କର ସେବା କାର୍ଯ୍ୟରେ ଶତ୍ରୁ, ଆପଣଙ୍କର ଝିଅ ପୁଅଙ୍କର ଶତ୍ରୁ, ଆପଣଙ୍କ ରିଲେଟିଭ ର ଶତ୍ରୁ, ଆପଣଙ୍କର ଗୋଷ୍ଠୀର ଶତ୍ରୁ, ଏପରି ଯୋଉ ଶତ୍ରୁ ଅଛନ୍ତି ଏ ଶତ୍ରୁ ମାନଙ୍କୁ ପ୍ରେମ କରିବା ବହୁତ କଷ୍ଟ ବିଷୟ। ଯେଉଁମାନେ ଆମର କିଛି ଅନିଷ୍ଟ କରନ୍ତି ନାହିଁ ସେମାନଙ୍କୁ ହିଁ ଆମେ ପ୍ରେମ କରିପାରୁନାହୁଁ। ଯଦି ଝିଅମାନେ କି ଶତ୍ରୁ ଯେଉଁମାନେ ସଦାବେଳେ ଆମର ଅନିଷ୍ଟ ଚିନ୍ତା କରନ୍ତି, ଆମ ବିରୁଦ୍ଧରେ କଥା ହୁଅନ୍ତି, ଆମ ବିରୁଦ୍ଧରେ ଅନ୍ୟକୁ କହନ୍ତି, ଆମ ବିରୁଦ୍ଧରେ ଆମ ଲିଡର ମାନଙ୍କୁ କହିଦିଅନ୍ତି, ସେହିପରି ଲୋକଙ୍କୁ କଣ ପ୍ରେମ କରିବା କଣ ସହଜ କି? ଭେରି ଭେରି ପେନଫୁଲ, ବହୁତ କଷ୍ଟ, ଏହା ବହୁତ ଯନ୍ତ୍ରଣାଦାୟକ। କିନ୍ତୁ ପ୍ରଭୁ କହନ୍ତି ଯେ ତୁମେ ଶତ୍ରୁଙ୍କୁ ପ୍ରେମ କର, ଶତ୍ରୁଙ୍କୁ ପ୍ରେମ କର। ଏହା ଏକ ପ୍ରେମର ବଳି ସଦୃଶ୍ୟ। ଏବଂ ପଞ୍ଚମ ଦିନ ଆମେ ଶେଷ କରିବା ପ୍ରାର୍ଥନାର ବଳି। ଓକେ, ପ୍ରାର୍ଥନାର ବଳି ପ୍ରକାଶିତ ତାର କିଏ ପଢିଦେବେ 8 ପର୍ବ 3 ଏବଂ 4। ଏବଂ ଆମେ ଯେଉଁ ବର୍ତ୍ତମାନ ପାଠ କଲୁ ପ୍ରେରିତ ଲେଖା ଅଛି ପ୍ରାର୍ଥନା ଓ ଦାନ ତା ଶରଣାର୍ଥକ ବଳି ସ୍ୱରୂପ ମାନେ
ଗ୍ରହଣ କରାଯାଇଛି। ଏଠାରେ ମଧ୍ୟ ପ୍ରେରିତ ତାର ଦଶ ପର୍ବରେ ପ୍ରାର୍ଥନାକୁ ବଳି ସଦୃଶ କରାଯାଇଛି। ଏବଂ ଯଦି ଆମେ ଦେଖିବା ପ୍ରକାଶିତ ତାର 8 ପର୍ବ 3 ଏବଂ 4 ପଦରେ ପ୍ରାର୍ଥନାକୁ ମଧ୍ୟ ଏକ ବଳି ସଦୃଶ ସେଠାରେ ବର୍ଣ୍ଣନା କରାଯାଏ, ଲେଖାଯାଇଅଛି। ପଢିଦେବେ ପ୍ରକାଶିତ ତାର 3 ପର୍ବ 3 ର 4। ତାପରେ ଆମେ ଶେଷ କରିବା। ସେଥିରେ ଆଉ ଜଣେ ଦୂତ ଆସି ବେଦୀ ନିକଟରେ ଠିଆ ହେଲେ। ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପାଚି ଥିଲା। ପୁଣି ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦୀ ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଯୋଗ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା। ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂପ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ୱରଙ୍କ ସମ୍ମୁଖରେ ଉତ୍ଥିତ ହେଲା। ଦେଖନ୍ତୁ ଏଠାରେ ଯୋଉ ଲେଖା ଅଛି ଯେ ଧୂପାଚି, ଓକେ, ଧୂପାଚି ଯେତେବେଳେ ଝୁଣା ବା ଯେକୌଣସି ଯୋଉ କହନ୍ତି ସେଠାରେ ଯଦି ନିଆଁରେ ପକାଯାଏ ତ ଧୂଆଁ ବାହାରେ, ଓକେ, ତାହା ଉପରକୁ ଉଠିକି ଯାଏ। ଓକେ, ଆମେ ଦେଖୁଛୁ ବାଷ୍ପ ଯେପରି ଉପରକୁ ଉଠି ଯାଇଥାଏ ସେପରି ସେଠାରେ ଯେତେବେଳେ ନିଆଁରେ ପକାଯାଏ ତାହା ସେ ଧୂଆଁ ଉପରକୁ ଉଠେ। ଏକ୍ଜାକ୍ଟଲି ସେହିପରି ସାଧୁ ମାନଙ୍କର ପ୍ରାର୍ଥନା ସେଇ ଧୂଆଁ ସହିତ ପରମେଶ୍ୱରଙ୍କ ନିକଟକୁ ଯାଇଅଛି। ଏଠାରେ ପ୍ରାର୍ଥନାକୁ ମଧ୍ୟ ତାହେଲେ ଏକ ବଳି ସହିତ ତୁଳନା କରାଯାଇଛି। ଏବଂ ଯେପରି ଦେଖିଲୁ ସେ ପ୍ରେରିତ ପୁସ୍ତକରେ ମଧ୍ୟ ତାର 10 ପର୍ବ 4-5 ଲେଖାଯାଇଛି ଯେ ପ୍ରାର୍ଥନାକୁ ମଧ୍ୟ ଏକ ବଳି ସଦୃଶ ତାକୁ ବର୍ଣ୍ଣନା କରାଯାଇଅଛି। ତ ଆମେ ପୁନର୍ବାର ଦେଖିବା ଯେ ଆମେ ପ୍ରାର୍ଥନାରେ ଆମର କଣ ଯନ୍ତ୍ରଣା ବାଧା ରହିଅଛି କି? ହଁ, ଯଦି ଆମେ ଦେଖିବା ଦାନିଏଲ ତାର 6 ପର୍ବର 10 ପଦରେ ଯଦି ପଢିଦେବେ, ଦାନିଏଲ ତାର 6 ପର୍ବର 10 ପଦରେ ସେଠାରେ କଣ ପେନ୍ ଅଛି। ଯେତେବେଳେ ଆମେ ବଳି କହୁ ସେ ବଳିରେ ନିହାତି ଯନ୍ତ୍ରଣା, ଦୁଃଖ, ପେନ୍ ବା ବ୍ୟଥା ରହିବା ଆବଶ୍ୟକ। ଦାନିଏଲ ପଢନ୍ତୁ, ଦାନିଏଲ ପୁସ୍ତକ ତାର 6 ପର୍ବ 10। ଅନନ୍ତର ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିଏଲ ଆପଣା ଗୃହକୁ ଗଲେ। ତାଙ୍କ କୋଠରୀର ଝରକା ଜେରୁସାଲେମ ଆଡେ ମେଲା ଥିଲା। ପୁଣି ସେ ପୂର୍ବେ ଯେପରି କରିଅଛନ୍ତି ତଦନୁସାରେ ଦିନ ମଧ୍ୟରେ 3 ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ। ଧନ୍ୟବାଦ। ଲେଖା ଅଛି ଏହି କଥା ଜାଣିଲା ଉତ୍ତାରେ କେଉଁ ବିଷୟ ନା ଯେ କି ରାଜାଙ୍କୁ ଛାଡିକି ଅନ୍ୟ କାହାକୁ ଯଦି ପ୍ରାର୍ଥନା କରିବ ବା ଉପାସନା କରିବ ବା ପୂଜା କରିବ ସେ ସିଂହ ଗାତରେ ପକାଯିବ। ଏହି କଥା ଜାଣିଲା ଉତ୍ତାରେ, ଅର୍ଥାৎ ସେ ଜାଣିଛି ଯେ ମୁଁ ପ୍ରାର୍ଥନା କଲେ ସୁନିଶ୍ଚିତ ମୋର ମୃତ୍ୟୁ ଅଛି। ସେ ଜାଣିଛି ମୁଁ ପ୍ରାର୍ଥନା କରିବି ନିଶ୍ଚିତ ଭାବରେ ଲୋକମାନେ ମତେ ଧରିକି ସିଂହ ଗାତରେ ପକେଇବେ। ଏହା ଜାଣିଲା ଉତ୍ତାରେ ମଧ୍ୟ ଯେପରି ଆଗରୁ ଦିନକୁ 3 ଥର ପ୍ରାର୍ଥନା କରୁଥିଲା ଏକ୍ଜାକ୍ଟଲି ସେହିପରି ଥିଲା। ଏହିପରି ଜାଣିଲା ପରେ ସେ କହିବ ହଁ ଠିକ ଅଛି, ଏଇ ମାସଟି ତ ମୁଁ ଝରକା ଫରକା ବନ୍ଦ କରିକି ମୁଁ ଆଉ ପାଟି ନ କରିକି ମନେ ମନେ ପ୍ରାର୍ଥନା, ତାହା ସେ କହିଲେ ନାହିଁ। କିନ୍ତୁ ଯେପରି ଆଗରୁ କରୁଥିଲେ ସେମିତି ହିଁ ସେ ଜେରୁସାଲେମ ଆଡେ ଝରକା ଖୋଲା ଥିଲା ଆଉ ସେ ଆଣ୍ଠୁଇଲେ ଏବଂ 3 ଥର ପ୍ରାର୍ଥନା କଲେ। ସେ ଜାଣିଛି ଯେ ଏଇ ପ୍ରାର୍ଥନାରେ ତାର ମୃତ୍ୟୁ ଅଛି। ସେ ଜାଣିଛି ଏଇ ପ୍ରାର୍ଥନାରେ ଯେତେବେଳେ ସେ ସିଂହ ଗାତରେ ପକାଯିବ ତାକୁ ଯେ ବିଦୀର୍ଣ୍ଣ କରିବେ ସିଂହ ମାନେ, ସେଇ ଯନ୍ତ୍ରଣା କେତେ ବାଧା କେତେ ପେନ୍ ହେଇଯାଉଥାଏ ସେ ଜାଣିଛି। ସେ ଜାଣି ଶୁଣି ମଧ୍ୟ ସେ ପ୍ରାର୍ଥନା କରୁଛି। ଏବଂ ମାଥ୍ୟୁ ଆମେ ଯୋଉ ଯୀଶୁ ଖ୍ରୀଷ୍ଟ କହିଲେ 4 ପର୍ବର 44 ଖ ଲେଖା ଅଛି ତୁମେ ତାଡ଼ନାକାରୀ ମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ କ୍ରୁଶର ବିରୋଧୀ, ଯେଉଁମାନେ ଖ୍ରୀଷ୍ଟର ବିରୋଧୀ, ଯେଉଁମାନେ ଚର୍ଚ୍ଚର ବିରୋଧୀ, ଯେଉଁମାନେ ସେବା କାର୍ଯ୍ୟର ବିରୋଧୀ, ଯେଉଁମାନେ ସଂସ୍ଥାର ବିରୋଧୀ। ଲେଖା ଅଛି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ସମସ୍ତେ ତୁମେ ପ୍ରାର୍ଥନା କର। ଏହା ଏକ ପେନଫୁଲ, ଏହା ବ୍ୟଥାଜନକ ଆମ ନିମନ୍ତେ, କିନ୍ତୁ ସଦାପ୍ରଭୁ ସେ ଏହି ପ୍ରକାର ବଳିକୁ ଚାହାନ୍ତି। କଣ ଆମମାନଙ୍କ ପ୍ରାର୍ଥନାରେ ଆମଙ୍କର ଆଣ୍ଠୁ ବିଣ୍ଡି ପଡୁଛି କି? ଆମକୁ ଆଣ୍ଠୁରେ ବିଣ୍ଡି ପଡିଲା ପରି ପ୍ରାର୍ଥନା କରିବାର ଅଛି, କାରଣ ପ୍ରଭୁ ଏହି ପ୍ରକାର ବଳିକୁ ଚାହାନ୍ତି। କୋଉଟା ଏ ନୂତନ ନିୟମର 5ଟା ବଳି ହଉଛି ପବିତ୍ରତାର ବଳି, ପ୍ରଶଂସାର ବଳି, ପରୋପକାରର ବଳି
ପ୍ରେମର ବଳି ଏବଂ ପ୍ରାର୍ଥନା ବଳି। ପ୍ରଭୁ ଏହି ପ୍ରକାର ବଳି ଆମଠାରୁ ଚାହାନ୍ତି। ଆସନ୍ତୁ ଆମେ ପ୍ରଭୁଠାରେ ସମର୍ପିତ ହେବା, ଆମକୁ କହିବା, ପ୍ରଭୁ ଏହି ବଳି ମତେ କରିବା ମତେ ସାହାଯ୍ୟ କର, କାରଣ ଏହି ପ୍ରକାର ବଳିରେ ସଦା ପ୍ରଭୁ ଚାହାନ୍ତି। ପ୍ରଭୁ এই ছোট্ট ବାକ୍ୟରେ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ ସୁଯୋଗ ନିମନ୍ତେ। ଏହି ସମୟରେ ଆମେ ମାନେ ରାଜେଶ ରାଉଳ ଆଜ୍ଞାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଆମେ ମାନେ ବାକ୍ୟ ଦ୍ୱାରା ଆଶୀର୍ବାଦ ପାଇଅଛୁ। ଆଉ ଯାହା ହଉ ଆମର ଶେଷ ସମୟରେ ଆମେ ପହଞ୍ଚିଅଛୁ। ଆଉ ଆମମାନଙ୍କର ମଧ୍ୟରେ ଆଉ ପ୍ରେମ ପାଣି ଭାଇ ଅଛନ୍ତି ଆଉ ବାକ୍ୟ ପାଇଁ